मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। क्रियायोग परंपरार समस्त गुरु मानक मु प्रणाम करुछि। विश्वर प्रत्येक संप्रदायर गुरु मानक मु प्रणाम करुछि। उपस्थित भागवत स्वरूपगण सबुरी भितरे जगन्नाथ को उपलब्धि करी मु प्रणाम करुछि। भागवत रे उल्लेख अछि सकल देहे नारायण बसंती अनादि कारण। आपण माने समस्ते जानिचंती अति साधारण कथा गाउली कथा। जहाकू पचारंतु से कहीदेवे कथा पदक। थरे निजुकू पचारंतु कहीं काहाकू पचारिबे। निज भितरे भगवान अच्छन्ति बा जगन्नाथ अच्छन्ति। आमर ये चिंतन ये भावना ये अनुभव अच्छी तो पुणी भागवत रे लेखा अछि सकल जीवे नर हरि बसई आत्मा रूप धरी। सकल भूते बास मोर मु आत्मा जगत ईश्वर। सकल जीवे नरहरि प्रत्येक जीवरे नरहरि आत्मा रूपरे बसिचंती। उपनिषद रे से कथा एक देव सर्वभूतेषु गूढ़। भगवत गीता रे उल्लेख अछि ईश्वर सर्वभूतानां हृदयेषु अर्जुन तिष्ठन्ति। समस्त शास्त्र गीता भागवत वेद वेदांत उपनिषद सबु शास्त्र रे प्रमाण अछि भगवान निज भितरे आत्मा रूपरे अछन्ति। आपण माने शुणिचंती जानिचंती एबे भी शुणिले बाबांग ठारू आपणकर एई अनुभवटा अछि कि मोरी भितरे भगवान आत्मा रूपरे अछन्ति। थरे पचारि देखंतु जदि मो भितरे भगवान अछन्ति तले मु किए भगवान किए। तले भगवान जणे तले मु जणे ना मु से भगवान। एटा सुंदर कथा। जो मानकर साधना करी करी उपलब्धि हेछि जांकठारे जीव भाव नाही जीवात्मा बोध नाही जो माने आत्मबोध रे पहुंची जाइचंती से माने अनुभव करिचंती मु होउची से आत्मा। मु जीवात्मा नुहे मु से आत्मा किए ना मु परमात्मांकर अंश विशेष। भागवत गीता पंचदश अध्याय पुरुषोत्तम जगरे भगवान कहिचंती ममीमांस जीवलोक जीवभूत सनातन मन षष्ठेन्द्रियाणि प्रकृति स्थान कर्ष। समस्ते मोर अंश विशेष। कहीं आमर रियलाइजेशन हो नहीं अनुभव हो नहीं जानिला परे प्रत्येक समय रे निज भितरे मु आ मोर भाव जाग्रत होउछि।
ମୁଁ ଗୋଟେ ବ୍ୟକ୍ତି, ମୁଁ ଗୋଟେ ପର୍ସନ୍, ମୋର ଶିକ୍ଷାଗତ ଯୋଗ୍ୟତା ଏତିକି, ମୋର ସମ୍ପତ୍ତି ଏତିକି, ମୋର ବନ୍ଧୁବାନ୍ଧବ ସାଙ୍ଗସାଥି ସମାଜ ଏତିକି। ମଣିଷ କେତେ ନିଜକୁ କ୍ଷୁଦ୍ର କରିଦେଉଛି, ସଂକୀର୍ଣ୍ଣ କରିଦେଉଛି, କେତେ ଛୋଟ କରିଦେଉଛି, କେତେ ଗର୍ବ, ଦମ୍ଭ, ଅହଙ୍କାର, ଅସ୍ମିତା, ରାଗ ଦେଶ ଭିତରେ ବୁଡ଼ି ଯାଉଛି। ତା ଦ୍ୱାରା ମିଳୁଛି କ'ଣ? ମୁଁ ମୋର ଭାବ ନେଇ ତାକୁ ଦୁଃଖ, ଯନ୍ତ୍ରଣା, କଷ୍ଟ, ସବୁକିଛି କଷ୍ଟ ସେ ପାଉଛି। ପାଇଲା ପରେ ମଧ୍ୟ ସେ ମୁଁ ମୋର ଭାବକୁ ଛାଡ଼ୁନାହିଁ। ଦେଖନ୍ତୁ, ଆପଣମାନେ ତ ଗୃହସ୍ଥାଶ୍ରମରେ ଅଛନ୍ତି, ଆପଣ ଭିତରେ ମୁଁ ଆଉ ମୋର ଭାବ ରହିଛି। ସାଧୁମାନଙ୍କ ଭିତରେ ମଧ୍ୟ ମୋର ଭାବଟା ନାହିଁ, ମୁଁ ଭାବରେ ସାଧୁ ରହିଛି। କାରଣ ତାର ସାଧୁଙ୍କର ସଂସାର ନାହିଁ, ସେ ବାପା ମା, ଭାଇ ଭଉଣୀ, ଜ୍ଞାତି କୁଟୁମ୍ବ, ଆତ୍ମୀୟ ସ୍ୱଜନକୁ ଯେତେବେଳେ ଛାଡ଼ି ଦେଇ ଯାଇଛି ଈଶ୍ୱରଙ୍କ ପ୍ରାପ୍ତି ପାଇଁ, ଈଶ୍ୱରଙ୍କୁ ଦର୍ଶନ ଉପଲବ୍ଧି ଅନୁଭବ କରିବା ପାଇଁ, ତା ଭିତରେ ମୁଁଟା ବି ରହୁଛି। ବହୁତ ସମୀକ୍ଷା କରି ଆମେ ଦେଖିଛୁ କାହିଁକି ଆମ ଭିତରେ ମୁଁ ଭାବଟା ଯାଉନାହିଁ। ଭଗବାନ ଉଦ୍ଧବକୁ ଗୋଟିଏ କଥା କହିଲେ, ଆଉ କିଛି କହିଲେ ନାହିଁ। ଯେତେ ଶାସ୍ତ୍ର ଅଧ୍ୟୟନ କରନ୍ତୁ, କହିଲେ ଉଦ୍ଧବ ମନେ ରଖିଥବୁ, ମୁଁ ମଲେ ତୁ ମୋତେ ପାଇବୁ। ଉଦ୍ଧବ କହିଲା, ଭଗବାନ ଆପଣ ତ ମରିଯିବେ, ମୁଁ ଆପଣ କେମିତି ପାଇବି? ନା ଉଦ୍ଧବ, ତା ନୁହେଁ, ତୋ ଭିତରେ ଯେଉଁ ମୁଁଟା ରହିଛି, ସେଇ ମୁଁଟା ମରିଗଲେ ତୁ ମୋତେ ପାଇବୁ। କାହାକୁ ପାଇବା? ନା ଭଗବାନଙ୍କୁ ଆମେ ପାଇବା। ଆମେ କ'ଣ ପାଇଁ ଜନ୍ମଗ୍ରହଣ କରିଛେ? ନା ମଣିଷ ଜନ୍ମର ଲାଭ ଯେବେ ଗୋବିନ୍ଦେ କରେ ଭାବ। ମଣିଷ ଜନ୍ମଗ୍ରହଣ କରିଛି, ଏଟାକୁ ମନେ ରଖନ୍ତୁ, ଆୱାର ବାର୍ଥ ରାଇଟ୍ ଟୁ ଆଚିଭ୍ ଗଡ୍, ଟୁ ରିଅଲାଇଜ୍ ଗଡ୍। ସବୁବେଳେ ଗୁରୁଦେବ ଇଂଲିଶରେ କହୁଥିଲେ, we are born for self realization। ମଣିଷ ଜନ୍ମଗ୍ରହଣ କରିଛି ଆତ୍ମାକୁ ଉପଲବ୍ଧି ଆଉ ଅନୁଭବ କରିବା ପାଇଁ। ଦେଖନ୍ତୁ, ଆପଣ ମଠ ଯାଉଛନ୍ତି, ମନ୍ଦିର ଯାଉଛନ୍ତି, ଆଶ୍ରମ ଯାଉଛନ୍ତି, ବିଭିନ୍ନ ଦେବାଦେବୀ ମନ୍ଦିର ଯାଉଛନ୍ତି, ଆପଣ ସାଧୁମାନଙ୍କୁ ଦର୍ଶନ କରୁଛନ୍ତି, ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରୁଛନ୍ତି, ଆପଣଙ୍କର କିଛି ଅନୁଭବ ହେଉଛି? ମୁଁ ସେଇ ଆତ୍ମା ବୋଲି ଅନୁଭବ ହେଉଛି? ସମସ୍ତେ ସେଇ ଆତ୍ମା ବୋଲି ଅନୁଭବ ହେଉଛି? ଶାସ୍ତ୍ରରେ ଲେଖା ଅଛି, ପ୍ରାଣ ହିଁ ଭଗବାନ ଈଶ, ପ୍ରାଣ ବିଷ୍ଣୁ ପିତାମହ, ପ୍ରାଣେନ ଧାର୍ଯ୍ୟେତ ଲୋକା, ସର୍ବଂ ପ୍ରାଣମୟ ଜଗତ। ଦେଖନ୍ତୁ, ଗୋଟେ ମୂର୍ତ୍ତି ଗଢ଼ା ହେଲା, ତାକୁ ଆପଣ ଠାକୁର ବୋଲି କହୁନାହାନ୍ତି। ମାଟି, ନଡ଼ା, କୁଟା, କପଡ଼ାରେ କଢ଼ା ହେଇକି ରଙ୍ଗ ଦିଆହେଲା। କେମିତି ଦେଖନ୍ତୁ, ଗଣେଶ ପୂଜା ପରେ ଦୁର୍ଗା ପୂଜା, ବିଶ୍ୱକର୍ମା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ତାପରେ ରାସ ପୂର୍ଣ୍ଣିମା, ଏମିତି ହିନ୍ଦୁମାନଙ୍କର ବିଭିନ୍ନ ପ୍ରକାର ମୂର୍ତ୍ତିର ଉପାସନା ପୂଜା ଚାଲିଛି। କିନ୍ତୁ ତା ଦ୍ୱାରା ଲୋକଙ୍କ ଭିତରେ ଭଗବତ ଚେତନା ଜାଗ୍ରତ ହେଉଛି କି? କାହିଁକି ହେଉନାହିଁ? ତାହେଲେ କ'ଣ ସବୁ ଭୁଲ? କିଛି ସଂସାରରେ ଭୁଲ ନାହିଁ, ସବୁ ହିଁ ଠିକ୍। ପ୍ରତ୍ୟେକ ବସ୍ତୁ ଭିତରେ, ପ୍ରତ୍ୟେକ ମୂର୍ତ୍ତି ଭିତରେ ଜଡ଼ଠାରୁ ଚେତନ ପର୍ଯ୍ୟନ୍ତ ଆତ୍ମସତ୍ତାକୁ ବା ପ୍ରାଣସତ୍ତାକୁ ଉପଲବ୍ଧି ଅନୁଭବ କରିବା ପାଇଁ କୁହାଯାଇଛି। ଦେଖନ୍ତୁ, ମୂର୍ତ୍ତିଟେ ଗଢ଼ିଲା ପରେ, ମାର୍ବଲ ମୂର୍ତ୍ତିଟେ ହେଉ କି ଗ୍ରାନାଇଟ୍ ପଥରଟେ ହେଉ କି କଳା ମୁଗୁନି ପଥର ହେଉ କି ମାଟି ମୂର୍ତ୍ତିଟିଏ ହେଉ, ଯେତେବେଳେ ତାକୁ ଜଣେ କାରିଗର ସୁନ୍ଦର ଭାବରେ ଗଢ଼ି ସାରିଲା,
केही प्रणाम प्राय करती ना के ठाकुर बोली भावती ना जो मान भीतर टिके भक्ति भाव रही श्रद्धा रही से माने कौन करती टेके आखि बुझी दियंती टेके एमती प्रणाम कर दियंती। जेतबले ब्राह्मण प्राण प्रतिष्ठा करे सबु जगार प्राण प्रतिष्ठा हुए सेतिके बेले समस्ते ठाकुर बोली मानती पूजा करती मुंडिया मारती एवं टिके टिके शांति टिके आनंद टिके पाती सामान्य किंतु ठाकुर बोली भाभी मुंडिया मारती किंतु से प्राण को जे प्रणाम करुचंदी ता भीतर प्राणर प्रतिष्ठा जे हेइथिला से कथा काहारी अनुभव ना। पुणी ब्राह्मण आसी प्राण विसर्जन करदेले पुणी ताकू नहीं पुणी ये जो माटी कादुरे जो मूर्ति पुणी भांगी भंगी फिंगी दियंती कि सब आश्चर्य कथा ता भितर बहुत खराब कर्म मध्य करती आपण माने समस्ते जानिचंती बाबा से विषय कहबे नहीं। आओ जो मार्बल मूर्ति कि कला मगुनी पत्थर मूर्ति गढ़ा हुए से माने रखिकी मंदिर मानक पूजा हुए एवं से माने कौन करती ना ठाकुर बोली भावी सेमती पूजा हुए जेतबले गोटे मूर्ति भितर आम प्राणर प्रतिष्ठा कले सेतबले नीति नियमर सहित ठाकुर को उपासना कले ठाकुर विशेष खुशी होती आनंदित होती। ठाकुर कौन खुशी होती आमर भाव ठाकुर आनंदित होती। ये सब कथा कहबार सार कथा कौन आमे समस्ते स्थूल रोचे कई सूक्ष्म को जाई पारुने आमे समस्ते बाहर को देखुचे निज भीतर को कई देखी पारुने आमे बाहर खोजुचे निज भितर आमे तांको खोजुने। अच्युतानंद महापुरुष लिखिले तोहरी देहरे देख दिशु अच्छी जक जक हेतु नकरी न मूढ़ दिने तू जीवु जम भुवन। आपण माने समस्ते बुझीपारुथे तोहरी देहरे देख दिशु अच्छी जक जक हेतु नकरी न मूढ़ जी हेतु न कला से कौन ना मूढ़ मूढ़ प्राणी आओ पशु भलिया सी आओ खाइला किछि परिश्रम कला अर्थ उपार्जन कला और राति रे पुणी खाइला मैथुन कला शोइला एमती तो जीवनटा कटि जाउछि समस्तंकर आहार निद्रा आ भय मैथुन रे जीवनटा समस्तंकर अतिबाहित हो जाउछि। खाइले शोइले मैथुन कले प्रत्येक मुहूर्त रे समस्तंकर भय विभिन्न प्रकार भय यदि आप भय पर गोटे बही लिखे 300-400 पेज गोटे बही हम कौन से भय देखुना गरम होची काले कौन देह खराब हम कि आम फैन लगे दौचे एसी लगे दौचे शोष कले काले पानी न पीले कौन देह खराब हो कि आज घर आसी सत्संग डेरी है काले गले किए कौन मत खराब गाड़ी देवे कि कौन कहे कि केमती भय ये खाद्यटा खाईदेले मो देहटा काले असुस्थ हो कि माने प्रत्येक मुहूर्त देखिए मनीष फियर भितर बंची समस्त भितर क्या देखी नहीं कि जड़े निर्भय समस्तंकर भय काहारी भय नहीं। शास्त्रे कहूँ शरण पश मोर पादे नडर विषया विषादे मोर चरण जे चिंतई संसारे तार भय नाही। भगवान ये कहले मोर चरण को जे चिंता करिवो तार भय नाही। आमे मान कौन करुचे ये सब पाठ ये अपड़ा पाठ परा विद्या
ପୂର୍ବଜନ୍ମର ତପସ୍ୟା ସୁକୃତ ସେତିକି ନଥିଲେ ମଣିଷ ଭିତରେ ଆତ୍ମଜ୍ଞାନ ବା ଦିବ୍ୟ ଜ୍ଞାନ କେତେବେଳେ ଆସିବ ନା। ଆପଣ ଯେତେ କୁହନ୍ତୁ, ଯେତେ ବୁଝାନ୍ତୁ, ଯେତେ ସତ୍ସଙ୍ଗକୁ ଡାକିକି ଖାଇବାକୁ ପିଇବାକୁ ଦିଅନ୍ତୁ, ଜମା ତ ଆଜ୍ଞା ହେବ ନାହିଁ। ଆଉ ଯାହାର ପୂର୍ବ ଭାଗ୍ୟ ନାହିଁ ବସି ଉଠିଲେ ପାଶ ରହି। ଆରେ ସେଇ ତ ଭଗବାନଙ୍କର କଥା, ଆଉ କୋଉ କଥା? ରାମାୟଣ ତ ଏଇଆ, ରାମ ରାବଣ ଯୁଦ୍ଧ। ମହାଭାରତ ସେ କୌରବ ପାଣ୍ଡବଙ୍କର ଯୁଦ୍ଧ। ସବୁ ତ ବିଷାଦରୁ ଯୁଦ୍ଧରୁ ସବୁ ସୃଷ୍ଟି ହେଇଛି। ଦେଖନ୍ତୁ ଭଗବତ ଗୀତା ବିଷାଦରୁ ସୃଷ୍ଟି। ଆପଣ ଦେଖନ୍ତୁ ଚଣ୍ଡୀ ସେଇ ବିଷାଦରୁ ସୃଷ୍ଟି। ଆପଣ ଦେଖନ୍ତୁ ଭାଗବତ ପରୀକ୍ଷିତଙ୍କ ବିଷାଦରୁ ମୃତ୍ୟୁ ଭୟରୁ ହିଁ ସୃଷ୍ଟି। ଗୀତା ପଢ଼ନ୍ତୁ, ଭାଗବତ ପଢ଼ନ୍ତୁ, ମହାଭାରତ ପଢ଼ନ୍ତୁ, ରାମାୟଣ ପଢ଼ନ୍ତୁ, ସବୁଟା ଆପଣ ଦେଖିବେ ବିଷାଦରୁ ସୃଷ୍ଟି। ତେଣୁ ଯେତେବେଳେ ମଣିଷ ମନ ଭିତରେ ଫ୍ରଷ୍ଟ୍ରେସନ୍ ନ ଆସିବ, ବିଷାଦ ନ ଆସିବ, ବୈରାଗ୍ୟ ନ ଆସିବ, ସେ କେବେ ଭଗବାନଙ୍କୁ ବା ପରମାତ୍ମା ପରମବ୍ରହ୍ମକୁ ବା ଜଗତର ନାଥ ଜଗନ୍ନାଥଙ୍କୁ କେତେବେଳେ ଖୋଜିବ ନାହିଁ। ରୋଗ ନହେଲେ କେହି କେବେ ଡାକ୍ତର ପାଖକୁ ଯାଆନ୍ତି? କେହି କେବେ ଯାଆନ୍ତି? ଭୋକ ନହେଲେ କେହି କେବେ ଖାଦ୍ୟ ଖାଆନ୍ତି? ସେଇଭଳି ମଣିଷ ଆନନ୍ଦ ପାଇବା ପାଇଁ ଯେତେବେଳେ ସେ ବ୍ୟାକୁଳିତ ହୁଏ, ଚିନ୍ତିତ ହୁଏ, ସେତେବେଳେ ସେ ଖୋଜେ ଆନନ୍ଦ କେଉଁଠି ଅଛି, କେମିତି ପ୍ରାପ୍ତି ହେବ। ଯେମିତି ମୃଗ ନାଭିରେ କସ୍ତୁରୀ ଅଛି, ସେ ଭାବୁଛି ବାସନାଟା କେଉଁଠି ଆସୁଛି। ସେ ସାରା ଜଙ୍ଗଲ ଭ୍ରମଣ କରୁଛି, ବାସନାଟା କେଉଁଠି। ଗୁରୁଦେବ ସବୁବେଳେ କହୁଥିଲେ ଅନ୍ତସ୍ଥ ଆତ୍ମାନଂ ଅଜଂ ନ ଦୃଷ୍ଟ୍ୱା ଭ୍ରମନ୍ତି ମୂଢ଼ା ଗିରି ଘୋରେଷୁ। ଏ ଅନ୍ତରରେ ଆତ୍ମା ଅଛି, ଏ ମୂଢ଼ ମନ ଜାଣିପାରୁନାହିଁ। ସେ ଗିରି ଗୁମ୍ଫାରେ ଭ୍ରମଣ କରୁଛି, ଭଗବାନ କୋଥାଏ, କେଉଁଠି ଈଶ୍ୱର ଅଛନ୍ତି। ବିବେକାନନ୍ଦ କହୁଥିଲେ ବହୁ ରୂପେ ସମ୍ମୁଖେ ତୁମାର ଛାଡ଼ି କୋଥାଏ ଖୋଜୁଛ ଈଶ୍ୱର। ସମସ୍ତେ ଯେ ଭଗବାନ, ଏଭ୍ରିଥିଙ୍ଗ ଇଜ୍ ଗଡ୍, ଏଭ୍ରି ୱାନ୍ ଇଜ୍ ଗଡ୍। ସେଇ ଭାଗବତର ପୁରୁଣା କଥା, ସକଳ ଦେହେ ନାରାୟଣ। ଭାଗବତ ଗୀତାର ଈଶ୍ୱର ସର୍ବଭୂତାନାଂ, ଉପନିଷଦରେ ଏକ ଦେବ ସର୍ବଭୂତେଷୁ ଗୁଡ଼। ଶୁଣିଲା ପରେ, ପଢ଼ିଲା ପରେ କାହିଁକି ଉପଲବ୍ଧି ଦର୍ଶନ ହଉନି? କାହିଁକି ଦର୍ଶନ ଉପଲବ୍ଧି ହଉନି? ଆମର ନିର୍ବାଚନଟା ସବୁବେଳେ ଭୁଲ। କ'ଣ ନିର୍ବାଚନ ଭାବୁଥିବେ? ଇଲେକ୍ସନ କଥା ନାହିଁ। ଆମର ନିର୍ବାଚନ ହେଉଛି ଗୁରୁ ନିର୍ବାଚନ କରିବାରେ ପ୍ରଥମ ଭୁଲ। ଆମେ ଭଲ ଭାବରେ ଭଗବତ ଗୀତାକୁ ପଢ଼ିନେ, ଭଲ ଭାବରେ ଭାଗବତକୁ ଆମେ ପଢ଼ିନେ, ଭଲ ଭାବରେ ଆମେ ଉପନିଷଦକୁ ପଢ଼ିନେ। କାରଣ ଉପନିଷଦକୁ ଆପଣ ପଢ଼ି ବୁଝିପାରିବେ ନାହିଁ, ବେଦକୁ ପଢ଼ି ଭଲ ଭାବରେ ବୁଝିପାରିବେ ନାହିଁ। ସେଥିଲାଗି ଭଗବତ ଗୀତାର ସାରଟା ହେଉଛି ଭାଗବତ। ସେଇଥିରେ ସୁନ୍ଦର ଭାବରେ କାହାକୁ ଗୁରୁ ରୂପେ ବରଣ କରିବେ ସେ କଥା ଲେଖା ଅଛି। ଆପଣମାନେ କ'ଣ କଲେ? ଗୀତାକୁ ପଢ଼ିଲେ ନାହିଁ, କି ଭାଗବତ ପଢ଼ିଲେ ନାହିଁ, କି ତତ୍ତ୍ୱଗୁରୁଙ୍କର ସନ୍ଧାନ ପାଇଲେ ନାହିଁ। ଜୀବନ ବିକଳରେ କେମିତି ମୋର ପାରିବାରିକ ସମସ୍ୟାରୁ ମୁକ୍ତି ପାଇବି, କେମିତି ମୋର ପ୍ରୋବ୍ଲେମ୍ ସବୁ ସଲ୍ଭ ହେବ, ମୋର କେମିତି ସର୍ଭିସ୍ ହେବ, ମୋତେ କେମିତି ଚାକିରି ମିଳିବ, ମୁଁ କେମିତି ବିବାହ ହେବି, କେମିତି ଭଲ କୋଠାବାଡ଼ି ମୋର ହେବ। ଏବେ ଜଣେ ଭୁବନେଶ୍ୱରରୁ ଆସିଥିଲେ, ସେ ବସିଛନ୍ତି, ତାଙ୍କ ଫ୍ୟାମିଲି କଥା ମୋତେ କହିଲେ। ସନ୍ଧ୍ୟା ସମୟ
ସନ୍ଧିକ୍ଷଣ ସମୟ 3 ଥର ସନ୍ଧ୍ୟା ହୁଏ। ଦିନ ରାତି ଯାଉଛି, ଦିନ ଆସୁଛି, ମଧ୍ୟାହ୍ନ ଯାଉଛି, ଅପରାହ୍ନ ଆସୁଛି, ଦିନ ଯାଉଛି, ରାତି ପ୍ରବେଶ କରୁଛି। এই ସନ୍ଧିକ୍ଷଣ ସମୟରେ ମନୁଷ୍ୟ କ'ଣ କରେ? ଶାସ୍ତ୍ର ଉଲ୍ଲେଖ ଅଛି, ସାଧନ ଭଜନରେ ବୁଡ଼ିଯିବା କଥା। ପଞ୍ଚକର୍ମ ଶୋଇବେ ନାହିଁ, ଖାଇବେ ନାହିଁ, ଯାତ୍ରା କରିବେ ନାହିଁ, ମୈଥୁନ କରିବେ ନାହିଁ, ଈଶ୍ୱର ଉପାସନା ବସି କରିବେ। ସବୁ ବ୍ୟତିକ୍ରମ। ଯାତ୍ରା କରିବେ, ମୈଥୁନ କରିବେ, ଶୋଇବେ, ସନ୍ଧ୍ୟାବେଳରେ ଟିଫିନ୍ କରିବେ। ଆପଣ ମନେ ରଖନ୍ତୁ, ଦେଶର ନୀତି ନିୟମ କରାଯାଇଛି ଆମ ଜୀବନଟା କିଭଳି ଭାବରେ ଶୃଙ୍ଖଳିତ ହେବ, ଆଇନ କାନୁନ ପ୍ରଣୟନ କରାଯାଇଛି। ସେମିତି ଏ ଜୀବନଟା କିଭଳି ଭାବରେ ଶୃଙ୍ଖଳିତ ହେବ, ଏ ଜୀବନଟା କିଭଳି ଭାବରେ ସରସ ସୁନ୍ଦର ଆନନ୍ଦ ପ୍ରେମମୟ ହେବ, ଏ ଜୀବନଟାର ମୂଲ୍ୟ ଆମେ କେମିତି ବୁଝିପାରିବା, ଏ ଜୀବନକୁ କେମିତି ଅନୁଭବ କରିବା, ନିଜକୁ ଚିହ୍ନିବା, ନିଜକୁ ଜାଣିବା, ସେଲ୍ଫ ଆନାଲିସିସ୍, ସେଲ୍ଫ ଷ୍ଟଡି କରିବା, ସେ ବିଷୟରେ ଶାସ୍ତ୍ରରେ ଲେଖା ହେଇଛି। କିଏ ଲେଖିଛନ୍ତି? ନା ନିଜେ ଭଗବାନ କହିଛନ୍ତି। ଯିଏ ଘର କରିଥାଏ ସେ ଘରର ଯତ୍ନ ନିଏ। ଯାହାର ଏ ସୃଷ୍ଟି, ସେ ସ୍ରଷ୍ଟାର କ'ଣ ନିଦ ଅଛି? ଆପଣ ଦେଖୁନାହାନ୍ତି, ଜଗତର ନାଥ ଜଗନ୍ନାଥଙ୍କର ଆଖିର ପଲକ ନାହିଁ, ଖାଲି ଚକା ଚକା ଆଖି। ଦେଖୁନାହାନ୍ତି ତାଙ୍କର କ'ଣ କାନ ଅଛି? ଦେଖୁନାହାନ୍ତି ତାଙ୍କର କ'ଣ ଗୋଡ଼ ଅଛି? ଦେଖୁନାହାନ୍ତି ତାଙ୍କର ହାତ ଅଛି, ପାପୁଲି ଅଛି କି? ପାଟି ଅଛି, ଦାନ୍ତ ଅଛି କି? ଯାହାର ଆଖି ନାହିଁ, ଯାହାର କାନ ନାହିଁ, ସେ ଶୁଣେ କେମିତି? କେମିତି ଶୁଣେ? ବନ୍ଧୁ ମହାନ୍ତି ଡାକିଛି ଦକ୍ଷିଣ ଦ୍ୱାରରେ, ସେଇ ବରଗଛ ଏବେ ବି ଅଛି। ତାକୁ ଭଗବାନ ସୁନା ଥାଳିରେ ଆଣି ଖାଦ୍ୟ ଦେଇ ଯାଇଛନ୍ତି। ପାଦ ନାହିଁ ପୁଣି ଚାଲିଲେ କେମିତି? କାନ ନାହିଁ ଶୁଣିଲେ କେମିତି? ଯଦି ଭାବିବେ କେତେ ବଡ଼ ଆଶ୍ଚର୍ଯ୍ୟ କଥା। ଭକ୍ତ ସାଲବେଗ ବୃନ୍ଦାବନରୁ ଡାକୁଛି, କେମିତି ଶୁଣିଲେ? 750 କୋଶ ପଥ ଦିଶୁ ନାହିଁ, ମୋହ ଥିବା ଯାଏ ନନ୍ଦୀ ଘୋଷେ, ଥିବ ରହି ଜଗବନ୍ଧୁ ଏ ଗୋସାଇଁ। କେମିତି ସାଲବେଗ ଜାଣିଲେ ଏତିକି କିଲୋମିଟର? ଠିକ୍ ଏକ୍ଜାକ୍ଟ ସେତିକି କିଲୋମିଟର ପୁରୀରୁ ବୃନ୍ଦାବନ। ଏବଂ ରଥ କେମିତି ଅଟକିଲା, କେମିତି ସାଲବେଗ ଆସିଲେ? ହାତ ଅଛି, ପାପୁଲି ନାହିଁ, କେମିତି ଦାସିଆ ନଡ଼ିଆ ବଟେଇଥିଲା ଗୋସାଇଁଙ୍କ ହାତରେ, ତାକୁ କେମିତି ସେ ନେଇଗଲେ? ଆମ୍ବ ବଟେଇଥିଲା, ତାକୁ ସବୁ ଖାଇକି ଚୁଚୁମିକି ଟାକୁଆ ଚୋପା ସବୁ ରତ୍ନ ସିଂହାସନରେ ପକାଇଦେଲେ। ତେଣୁ ଏ କଥା କହିବାର ଅର୍ଥ ହେଉଛି ଭଗବାନ ସବୁବେଳେ ଅଛନ୍ତି, ସବୁଠାରେ, ସବୁ ସ୍ଥାନରେ। ତାହେଲେ ମନ୍ଦିରକୁ ଆମେ କାହିଁ ଯାଉଛେ? କ'ଣ ପାଇଁ ମନ୍ଦିରକୁ ଯାଉଛେ? କ'ଣ ପାଇଁ ଆଶ୍ରମକୁ ଯାଉଛେ? କ'ଣ ପାଇଁ ଗୁରୁଙ୍କ ପାଖକୁ ଆମେ ଯାଉଛେ? କ'ଣ ପାଇଁ ଯାଉଛେ? ସବୁଠି ତ ପବନ ଅଛି, କୋଉଠି ପବନ ନାହିଁ କହିଲେ? କେଉଁ ଜାଗାରେ ବ୍ରେଥ୍, ଏୟାରଟା କେଉଁଠି ନାହିଁ? ତାହେଲେ ଗାଡ଼ି ପଙ୍କଚର ହେଲେ ସେଇଠି କ'ଣ ଏୟାର ଦେଇଦେଲେ ହବ ନାହିଁ? ତା ପାଇଁ ଗୋଟେ ଯିବା ଗ୍ୟାରେଜକୁ ପମ୍ପ ଦେବା ପାଇଁ। ଆରେ ସବୁଠି ତ ପମ୍ପ ଅଛି, ଆରେ ଯେଉଁଠି ପାରିବା ସେଠି ତ ଦେଇଦେବା। ପୁଣି ଆମେ ଗ୍ୟାରେଜ କାହିଁ ଯିବା? ଯେଉଁଠି ପ୍ରେସର ଦିଆହେଉଛି ସେଠି କାହିଁକି ଯିବା? କେତେ ବଡ଼ ଆଶ୍ଚର୍ଯ୍ୟ କଥା। ସତରେ ତ ବାୟୁମଣ୍ଡଳର ପୃଥିବୀ ପୃଷ୍ଠରେ ସବୁ ଜାଗାରେ ଏୟାରଟା ରହିଛି, ଆଉ ସେଇଠି ତ ଫର୍ମଟା ଦେଇଦେଲେ ହଅନ୍ତା।
ଆଉ ଯିବାର କ'ଣ ଆବଶ୍ୟକ? ଏମିତି ଅନେକ ଏକ୍ଜାମ୍ପଲ୍ ଅଛି, ଦେଲେ ହବ। ତେଣୁ ଭଗବାନ ଅନନ୍ତ, ତାଙ୍କ ଲୀଳା ଅନନ୍ତ, ତାଙ୍କୁ ବୁଝିବା ଜାଣିବା ଭାରି କଷ୍ଟ। ଯିଏ ନିଜକୁ ଚିହ୍ନି ନାହିଁ, ନିଜକୁ ଜାଣି ନାହିଁ, ନିଜକୁ ଅନୁଭବ କରିନାହିଁ, ସେ ଭଗବାନଙ୍କୁ କେମିତି ଜାଣିବ? ତାଙ୍କର ସୃଷ୍ଟି, ଏ ପୃଥିବୀ, ଏ ଜଳ, ଏ ଅଗ୍ନି, ଏ ବାୟୁ, ଏ ଆକାଶ, ଏପର୍ଯ୍ୟନ୍ତ ବିଜ୍ଞାନ ଜାଣିନାହିଁ, କେହି ମୁନି ଋଷି ଜାଣିନାହାନ୍ତି ସେ ଆକାଶଟା କ'ଣ, ପଞ୍ଚଭୂତରୁ ଗୋଟିଏ ଭୂତ। ଅଗଣିତ ଗ୍ରହ, ନକ୍ଷତ୍ର, ତାରା, ଛାୟାପଥ, କ'ଣ ଯେ ତା ଠିକ୍ ଆଉ ଠିକଣା ନାହିଁ। ସୂର୍ଯ୍ୟ ଗୋଟେ ମଧ୍ୟମ ଧରଣର ନକ୍ଷତ୍ର, ତାର ଗୋଟେ ସୌର ପରିବାର, ପୁଣି ପୃଥିବୀ ଗୋଟେ। ଏ ପୃଥିବୀକି ଆମେ ଏ ଜନ୍ମରେ ବୁଲିକି ଦେଖିପାରିଲେନି କେଉଁଠି ଭଗବାନଙ୍କର କି ଲୀଳା କ'ଣ ହେଇଛି। କି ସୁନ୍ଦର, ଆହା କି ଆନନ୍ଦମୟ ଅଟେ ବିଶାଳ ସଂସାର, ଧନ୍ୟ ମହାପ୍ରଭୁ ମହିମା ତୁମର ଅଟେ ଅନନ୍ତ ଅପାର। ତେଣୁ କହିବାର କଥା, ଯେ ନିଜକୁ ଜାଣିନାହିଁ ସେ ଭଗବାନଙ୍କୁ କେମିତି ଜାଣିବ? ତେଣୁ ଆମେ ଭଲ ଭାବରେ ଶାସ୍ତ୍ର ଅଧ୍ୟୟନ କରୁନେ। ତେଣୁ ଗୁରୁ ଗ୍ରହଣ କରିବା ପୂର୍ବରୁ ଆପଣ ଫାଷ୍ଟ ଭାଗବତକୁ ଭଲ ଭାବରେ ପଢ଼ନ୍ତୁ। ଭାଗବତର ଏକାଦଶ ସ୍କନ୍ଧଟା ହେଉଛି ଭାଗବତର ହେଡ୍, ମୁଖ୍ୟ ଅଂଶ। ସେଇଥିରେ ସବୁ କଥା ଅଛି। ଆପଣ ହାତକୁ କାଟିଦେଲେ ବଞ୍ଚିବେ, ଗୋଡ଼କୁ କାଟିଦେଲେ ବଞ୍ଚିବେ, ମୁଣ୍ଡଟା କାଟିଦେଲେ ଆପଣ କିଛି କରିପାରିବେ? ଏକାଦଶ ସ୍କନ୍ଧରେ ତତ୍ତ୍ୱ ନିରୂପଣ, ଉଦ୍ଧବେ ଶ୍ରୀହରି କରୁଣା ହେଲା। ତେଣୁ ଏକାଦଶ ସ୍କନ୍ଧରେ ତତ୍ତ୍ୱ ନିରୂପଣ କରିଛନ୍ତି ଜଗନ୍ନାଥ ଦାସ ବା ବ୍ୟାସଦେବ କରିଛନ୍ତି। ବ୍ୟାସଦେବ 18,000 ଶ୍ଲୋକ ଲେଖିଲେ। ତାକୁ ଜଗନ୍ନାଥ ଦାସ ତାଙ୍କ ମାଆଙ୍କ ପାଇଁ 12ଟା ସ୍କନ୍ଧ କଲେ, 342 ଅଧ୍ୟାୟ କଲେ ଏବଂ ଏକାଦଶ ସ୍କନ୍ଧରେ ତତ୍ତ୍ୱ ନିରୂପଣ ବୋଲି ସେ ଭଜନରେ ଲେଖିଲେ। ଶାସ୍ତ୍ର ଲେଖା ଅଛି, ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥବ ନିତ୍ୟ। ପରମ ଶାସ୍ତ୍ର, ପରମ ଅର୍ଥ ଶ୍ରେଷ୍ଠ ଶାସ୍ତ୍ର, ଅଭ୍ୟାସ କରୁଥବ ନିତ୍ୟ। ତର୍କ ପାଷାଣ୍ଡ ଶାସ୍ତ୍ର ଯେତେ, ଅଭ୍ୟାସ ନ କରିବ ଚିତେ। ଦେଖୁନାହାନ୍ତି, ତର୍କ ବହି ଆମେ ପଢ଼ୁଛେ, ପାଷାଣ୍ଡ ବହି ପଢ଼ୁଛେ, କିନ୍ତୁ ଭାଗବତ ପଢ଼ୁଛେ କି? କହିଲା ପରମ ଶାସ୍ତ୍ର, ପୁଣି ଅଭ୍ୟାସ କରୁଥବ ନିତ୍ୟ। ବହୁତ ଲୋକ ଭାଗବତ ପଢ଼ନ୍ତି, ଫୁଲ ଧୂପ ଦେଇ ପୂଜା କରନ୍ତି, ବହୁତ ଜାଗାରେ ଭାଗବତ ସପ୍ତାହ ବସେ, ରାମଚରିତମାନସ ବସେ, ପ୍ରାୟ ସବୁ ଜାଗାରେ ଭାଗବତ ଆଉ ରାମଚରିତମାନସ, ଭଗବତ ଗୀତା କେଉଁଠି ପ୍ରାୟ ପାଠ କରାଯାଏନି କି ସେ ବିଷୟରେ ଏତେ ସତ୍ସଙ୍ଗ କରାଯାଏ ନାହିଁ। ତେଣୁ ଦେଖନ୍ତୁ, ଲୋକ ଶୁଣନ୍ତି, ସେଠି ପ୍ରସାଦ ଡାଲମା ଖଟା ଖାଇ, କ'ଣ ମିକ୍ସଚର କି ମିଠା ହେଇଥାଏ, ଯାହା ହେଇଥାଏ ତାକୁ ଖାଇକି ଉଠିକି ଆସନ୍ତି। ତାକୁ ସାଥିରେ କେବେ ନେଇକି ଆସନ୍ତି ନାହିଁ। ଯତ୍ ପଠିତଂ ତତ୍ ଗୁରୁପଦେ ନିବେଦିତଂ। ଯାହା ଆମେ ଶୁଣିଲେ ତା ଦେଇ ଦେଇ ଆସିବା। 3 ପ୍ରକାର ଲୋକ ଶୁଣନ୍ତି, ପୁଳାଏ ଲୋକ ବସି ଘୁମାନ୍ତି, ଶୁଣନ୍ତି, ଶୁଣିପାରନ୍ତି ନାହିଁ। ପୁଳାଏ ଲୋକ କ'ଣ କରନ୍ତି, ଏ କାନରେ ପୁରେଇ ସେ କାନରେ ବାହାର କରିଦିଅନ୍ତି। ଆଉ ପୁଳାଏ ଲୋକ ଶୁଣିକି କିଛି କିଛି ପାଳନ କରନ୍ତି, ପୁଣି ତାକୁ ଭୁଲି ଯାଆନ୍ତି। ଏଇଟା ହିଁ ଈଶ୍ୱରଙ୍କର ଇଚ୍ଛା। ଦେଖନ୍ତୁ, ଭାରତ ବର୍ଷରେ ଯଦି 140 କୋଟି ଲୋକ ଜନଗଣନା ହିସାବରେ, ଭାରତରେ ସାଧୁମାନଙ୍କର ସଂଖ୍ୟା କେତେ? 1% ହେଲେ 1,40,00,000। ଭାରତ ବର୍ଷରେ 10 ଲକ୍ଷ ସାଧୁ ଭଲା ଅଛନ୍ତି। ଆପଣ ହରିଦ୍ୱାର ଦେଖିବେ, ଋଷିକେଶ ଦେଖିବେ, ହିମାଳୟରେ କ୍ୱଚିତ୍ ଗୋଟିଏ ଗୋଟିଏ, ବୃନ୍ଦାବନରେ ଦେଖିବେ, ବନାରସରେ ଦେଖିବେ, ପୁରୀରେ ଦେଖିବେ। ଆଉ କେଉଁଠି ଭାରତ ବର୍ଷରେ ସାଧୁ ନାହାନ୍ତି। ଯିଏ ଅଛନ୍ତି, ପ୍ରତ୍ୟେକ ଗାଁ 2-4 ଖଣ୍ଡ ଗାଁ ମୁଣ୍ଡରେ ଗୋଟିଏ ବାବାଜୀ ଏମିତି ହେଇକି ଦାଢ଼ି ବାଳ ରଖିକି କୌପନ୍ଦି ପିନ୍ଧିକି ବସିଯାଇଛି। ଆଉ କ'ଣ, ସେ କିଛି ଜାଣିନାହିଁ।
ଯାହା ହଉ ଅନେକ ଜନ୍ମରେ ତ ହଏ, ଗୋଟାଏ ଜନ୍ମରେ ହୁଏ ନାହିଁ ବୋଲି ଭଗବାନ କହିଛନ୍ତି। ତେଣୁ ସେଥିରେ କିଛି ଯାଏ ଆସେ ନାହିଁ। ଆମର କ'ଣ ହେଲା ନା ଆମେ ଯାଠୁ ପାଇଲେ ତାଠୁ ଗୋଟେ ଦୀକ୍ଷା ନେଇଗଲେ। କ'ଣ ଦୀକ୍ଷା? କିଏ ସାତ୍ଵିକ, ସମସ୍ତ ପ୍ରାଣୀ ପ୍ରତ୍ୟେକ ମନୁଷ୍ୟ ତିନି ପ୍ରକାର। କିଏ ସାତ୍ଵିକ ଭାବାପନ୍ନ ପ୍ରାଣୀ, କିଏ ରାଜସିକ ମନୁଷ୍ୟ, କିଏ ତାମସିକ ମନୁଷ୍ୟ। ଯିଏ ତାମସିକ ଭାବରେ ଅଛନ୍ତି ସେମାନେ ସବୁ ଅଘୋରୀ ଦୀକ୍ଷା। କଳା ପିନ୍ଧିଥିବେ, ମଣିଷ ଖପୁରୀ ଧରିଥିବେ ଏବଂ ମାଛ ମାଂସ ମଦ ଖାଉଥିବେ, ଶ୍ମଶାନରେ ବସି ତପସ୍ୟା କରୁଥିବେ। ସେମାନେ ଅଛନ୍ତି, ଆପଣମାନେ ସବୁ ଦେଖିଛନ୍ତି। ରାଜସିକ ଦୀକ୍ଷା, ବିଭିନ୍ନ ଦେବାଦେବୀଙ୍କର ଉପାସନା କରାଯାଏ। ଭଗବତ ଗୀତାରେ ସୁନ୍ଦର ଭାବରେ ଭଗବାନ ଅର୍ଜୁନକୁ କହିଛନ୍ତି। ମନ୍ତ୍ର ଦୀକ୍ଷା ନେଲେ କିଏ ଦୁର୍ଗା ମନ୍ତ୍ରରେ, କିଏ ବିଭିନ୍ନ ଦେବାଦେବୀ ଅଛନ୍ତି ତାଙ୍କ ମନ୍ତ୍ରରେ ଦୀକ୍ଷା ନେଲେ, କିଏ ରାମ ମନ୍ତ୍ରରେ, କିଏ କୃଷ୍ଣ ମନ୍ତ୍ରରେ, କିଏ ଦୁର୍ଗା ମନ୍ତ୍ରରେ, ଏମିତି କେତେ ଦେବାଦେବୀ ଅଛନ୍ତି। ସବୁ ଦୀକ୍ଷିତ ହେଲେ, ସବୁ ରାଜସିକ ଦୀକ୍ଷା ହେଇଗଲା। ସାତ୍ଵିକ ପରମାତ୍ମା ପରମ ବ୍ରହ୍ମଙ୍କର ଉପାସନା କରନ୍ତି। ଏ ବିଷୟରେ ବହୁତ କମେଣ୍ଟ ଲୋକ କରିବେ, କ'ଣ ଭଗବାନଙ୍କର ରାମକୃଷ୍ଣଙ୍କ ଦୀକ୍ଷା କ'ଣ ରାଜସିକ ଦୀକ୍ଷା? ସାତ୍ଵିକ ଦୀକ୍ଷା ବି ହେଇପାରେ, କିନ୍ତୁ ତା ଦ୍ୱାରା ଆପଣଙ୍କର ଆତ୍ମୋପଲବ୍ଧି, ଆତ୍ମଦର୍ଶନ, କି ଆପଣ ଭିତରେ ଯେଉଁ ମୁଁଟା ଅଛି, ବାବା ମୂଳରୁ କହିଲେ ସେ ମୁଁଟା କେବେ ମରିବ ନାହିଁ। ଦେଖନ୍ତୁ, ଯେଉଁ ସମ୍ପ୍ରଦାୟ ଭିତରେ ଭେଦଭାବ ରହୁଛି ସେଠି ସତ୍ୟ ନାହିଁ। ବହୁତ ସଂସ୍ଥାକୁ ଆପଣ ପ୍ରବେଶ କରନ୍ତୁ, ବାବା ନାଁ ଧରିବେ ନାହିଁ। ଆମର ଏ ସଂସ୍ଥା, ଆମଙ୍କର ଗୁରୁ ଏୟା, ସେ ଗୁରୁ ସେଠି ପୂଜା ପାଇବେ, ଅଲଗା କୌଣସି ଗୁରୁ ଦେବାଦେବୀ କେବେ ରହିବେ ନାହିଁ। ବହୁତ ସଂସ୍ଥା ଭାରତବର୍ଷରେ ଆପଣ ଯଦି ବୁଲିବେ ଦେଖିବେ, ବାବା ନାଁ କହିଦେଲେ ହବ, କିନ୍ତୁ ବହୁତ ଅସୁନ୍ଦର, ବହୁତ ସଂସ୍ଥା। ତାହେଲେ ଆପଣ କ'ଣ ନା କ୍ରିୟାଯୋଗ କୌଣସି ସମ୍ପ୍ରଦାୟ ଭୁକ୍ତ ନୁହେଁ। କ୍ରିୟାଯୋଗ ଆଶ୍ରମରେ କ୍ରିୟାଯୋଗ ପରମ୍ପରାର ଗୁରୁମାନେ ରହନ୍ତି। ବିଭିନ୍ନ ଦେବାଦେବୀଙ୍କର, କୃଷ୍ଣ ରାମ ଜଗନ୍ନାଥଙ୍କର ବିଗ୍ରହ ରଖାଯାଏ, ବିଭିନ୍ନ ମହାପୁରୁଷଙ୍କର ବିଗ୍ରହ ମଧ୍ୟ ରଖାଯାଏ। ସାଧନା ସମୟରେ କୌଣସି ଦେବାଦେବୀଙ୍କର କଥା ଉଠେ ନାହିଁ, କୌଣସି ମନ୍ତ୍ର ଜପ କଥା ଉଠେ ନାହିଁ, କୌଣସି ସମ୍ପ୍ରଦାୟ କଥା ଉଠେ ନାହିଁ। କାରଣ ଦେଖନ୍ତୁ, ଚାରିଟା ଯୁଗ ସମସ୍ତେ ଜାଣିଛନ୍ତି, ସତ୍ୟ, ତ୍ରେତୟା, ଦ୍ୱାପର, କଳି। କଳିର ଶେଷରେ ଗୋଟେ ଯୁଗ ଆସିବ, ତାହା ହିଁ ଅନନ୍ତ ଯୁଗ। ସତ୍ୟ ଯୁଗରେ କୌଣସି ଜାତି ନଥିଲା, ଗୋଟିଏ ଜାତି ଥିଲେ, ତାହା ହେଉଛି ମାନବ ଜାତି। କୌଣସି ଜାତି ନଥିଲା, ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ନଥିଲା, ସମସ୍ତେ ବ୍ରାହ୍ମଣ। କିଏ କାହାକୁ ବ୍ରାହ୍ମଣ କୁହାଯାଏ? ଆମେ ଭାବୁଛେ ଯେ ବ୍ରାହ୍ମଣ କୂଳରେ ଜନ୍ମ ହେଲା, କାନ୍ଧରେ ପଇତା ଧାରଣ କଲା 6 ଅକ୍ଷର ବା 9 ଅକ୍ଷର, ସେ ବ୍ରାହ୍ମଣ। ଶାସ୍ତ୍ର ତା କହିନାହିଁ, ଆପଣ ସେ ବିଷୟରେ ଭଲ କି ଜାଣିନାହାନ୍ତି। ଶାସ୍ତ୍ର କହିଛି ଯେ ସର୍ବଭୂତରେ ବ୍ରହ୍ମ ଦର୍ଶନ କରେ, ସେ ହେଉଛି ବ୍ରାହ୍ମଣ। ଜନ୍ମନା ଜାୟତେ ଶୂଦ୍ର ସଂସ୍କାର ଦ୍ୱିଜ ଉଚ୍ୟତେ, ବେଦବ୍ୟାସ ଭବେତ୍ ବିପ୍ର ବ୍ରହ୍ମ ଜାନତି ଯ। ଯିଏ ସର୍ବଭୂତରେ ବ୍ରହ୍ମ ଦର୍ଶନ କରେ, ଆତ୍ମଦର୍ଶନ କରେ, ସେ ହେଉଛି ବ୍ରାହ୍ମଣ। ମଣିଷ ଅଷ୍ଟପାଶରେ ବନ୍ଧା ହେଇଛି, ସେଥିରୁ ଜାତି ଗୋଟାଏ, କୁଳ ଗୋଟାଏ, ଶୀଳ ଗୋଟାଏ, ମାନ ଗୋଟାଏ, ଯୁଗୁପ୍ସା ଗୋଟାଏ। ପାଶବତ୍ ଭବେ ଜୀବ, ପାଶ ମୁକ୍ତ ସଦାଶିବ, ଲକ୍ଷ୍ୟ ଯଦି ସ୍ଥିର ହେଲ, ମୁଖ୍ୟ ପଦ ପାପଲ। ବୁଝାଇଲେ ଗୋଟିଏ କଥାରୁ ଅନେକ କଥା। ରାମକୃଷ୍ଣ ପରମହଂସ ଲାଇଭ୍ ଦେଖିବେ, ସେତେବେଳେ ମାଆଙ୍କ ମନ୍ଦିରରେ ପୂଜା କରୁଥିଲେ, ସେ ପଇତାକୁ ଓହ୍ଲେଇ ଫୋପାଡ଼ି ଦେଲେ। କାହିଁକି ନା ଗୋଟେ ଜାତି ବ୍ରାହ୍ମଣ
जगन्नाथ दास ब्राह्मण माने तालबेश लेखती से कौन लिखिं दंतेश तालबेश लिखि गोपबंधु दास देखिए से लिखिं दंतेश कौन सी जाति साधना पथरे घोर अंतराय समस्तंकर गोटे अहंकार थाए देखंतु भगवान लीला किते अनंत भगवान समस्त को सम्मान देइचंदी सृष्टि की सबू भल पाई सत्य जुगरे भगवान ब्राह्मण कूल जन्म होती त्रेतया जुगरे भगवान क्षत्रिय कूल जन्म होती कहले समय पलैब द्वापर जुगरे भगवान वैश्य कूल जन्म होती कली जुगरे भगवान शूद्र कूल जन्म होती देखंतु जगन्नाथ को ये कली जुगरे किए पूजा करते शबर माने पूजा करुले विश्वाविश्व शबर पूजा करुले सबु देवादेवी देखिए माँ मंदिर जाए सबू शबर माने सारला मंदिर रे सब शबर माने पूजा करते भी पूजा कर तेणु भगवान कली रे शूद्र कूल जन्म होती तार प्रमाण अच्छी बाबा साहेब सब उल्लेख करेंगे नहीं भगवान सबू ब्राह्मण कूल क्षत्रिय कूल वैश्य कूल शूद्र कूल प्रभु जन्म होगी लीला कर साधारण मानव को अगोचर तेणु आमे शास्त्र पढ़िले नहीं भगवत गीता चतुर्थ अध्याय 34 श्लोक को पढ़िए से भगवान कहते किए गुरु पद्यवाच्य ज्ञानीन तत्वदर्शीन जी आत्मज्ञान अधिकारी होते तत्व ज्ञान अधिकारी होते से माने गुरु पदवाच्य भागवत कहुई कौन ना जे गुरु तत्व गोचर शिर मंडिब ता पयर तत्व बुझिले त्रुटि भ्रांति भव सागर तरी जाती तेणु जे गुरु तत्व गोचर शिर मंडिब ता पयर तत्व बुझिले त्रुटि भ्रांति भव सागर तरी जाती आमर कौन भ्रांति जाऊँगी आम समस्ते जे एक समस्त भितर गोटे आत्मा पुरुष भितर स्त्री भितर झील भितर बाघ भितर भालू भितर जड़ भितर चेतन भितर प्रहलाद प्रमाण कले भगवान गीतार कही ना किए महात्मा ना बहुना जन्म नामंते ज्ञानमान मां प्रपदंते वासुदेव सर्वमिति स महात्मा सुदुर्लभ जे सर्वभूतरे आत्मदर्शन करे से हूँ महापुरुष जी दाढ़ी झटा बाल रखिला कि आश्रम कला भल कथा कही पारला भल गीत बोली पारला आम कहले महापुरुष आसचंती आ कौन किंतु आत्मदर्शन आत्मोपलब्धि ना कहला आमर भ्रांति केतबले जाऊनी आम तुम्हें ब्राह्मण क्षत्रिय से वैश्य किए शूद्र से कथा तो कहल दोसरा कथा तुम्हें कौ संप्रदाय तुम्हें कौ संप्रदाय तुम्हें कौ संप्रदाय तम गुरु किए किए तुम्हें कौठू आसीच जड़े साधु संस्पर्श आम आसीलु बहुत दिन संस्पर्श आसलु तांकर कृपा आम पर किछिटा थला बोली आम भाबू से कहा को पचारती नहीं आपण कौठू आसी कौठू आपण आसी चिंता करूँ समस्ते आम आसीचे परमात्मा परम ब्रह्म को पाख आपण निजको प्रश्न करंतु आपणकर बापा थिले तांको बापा थिले तांको बापा थिले तांको बापा थिले तांको बापा थिले एम जदि आपण धरी धरी जीवे आपण कोठी पहुँचे किते ज्ञान साधुंकर केते अनुभव से कहा को पचारती एवं कहती नहीं तुम्हें कौ धर्म रे दीक्षित अरे समस्ते तो सही परमात्मा परम ब्रह्म को बा भगवान को दर्शन उपलब्धि करने तो दीक्षा ग्रहण कर तो संसार को आसी जन्म मृत्यु चक्र केमती उद्धार पाइबे कहीं ना जन्म मृत्यु चक्र रे उद्धार बाटा एते सहज नुहे जात स्वयं ध्रुव मृत्यु ध्रुवं जन्म मृत्युश्च
ଯେତେବେଳେ ଆପଣ ମା ଗର୍ଭକୁ ଆସୁଛନ୍ତି, କେତେ ଯେ ଦୁଃଖ, କେତେ ଯେ ଯନ୍ତ୍ରଣା, କେତେ ଯେ କଷ୍ଟ, ସେଇ କଥା ଉଚ୍ଚକୋଟୀର ମହାତ୍ମା ମାନେ ଅନୁଭବ କରିଥାନ୍ତି। ମା ଗର୍ଭକୁ ଗୋଟେ ନର୍କ ସହିତ ତୁଳନା କରାଯାଇଛି। ଗୋଟେ ୟୁଟ୍ରସ୍ ଜରାୟୁ ଭିତରେ ପିଲାଟି ଯେତେବେଳେ ଚେତନା ପାଇଯାଏ, ତା ଭିତରେ କେତେ ଦୁଃଖ ଯନ୍ତ୍ରଣା କଷ୍ଟ ସେ ଅନୁଭବ କରେ। ସେ ଗୋଟେ ବନ୍ଦୀ। ଦେଖନ୍ତୁ, ଯିଏ ଆପଣଙ୍କୁ ଘର ଭିତରେ ବନ୍ଦୀ କରି ରଖିଛି, କୋଲ ପକାଇ ରଖିଛି, ତା ଭିତରେ ଲାଇଟ୍ ନାହିଁ, ତା ଭିତରେ ବ୍ରେଥ୍ ଶ୍ୱାସ ପ୍ରଶ୍ୱାସ ନାହିଁ, ତା ଭିତରେ କିଛି ନାହିଁ, ସମ୍ପୂର୍ଣ୍ଣ ଅନ୍ଧକାର, ସେ ଆପଣଙ୍କର ପ୍ରିୟ। ଯିଏ ଆପଣଙ୍କୁ ସଂସାରରୁ ମୁକ୍ତ କରିଦେଇଛି, ବା ଦିବ୍ୟ ଜ୍ଞାନ ଦେଇଛି, ବା ଆଲୋକ ଦେଇଛି, ବା ବାୟୁ ଦେଇଛି, କି ଆପଣଙ୍କୁ ଜ୍ଞାନ ଦେଇଛି, ସେ ଆପଣଙ୍କର ପ୍ରିୟ ହେଲା ନା। କ'ଣ କଥାର ଅର୍ଥ? ସଂସାର ଆପଣଙ୍କର କେତେ ପ୍ରିୟ। ଆପଣ ପୁଅ, ଝିଅ, ସ୍ତ୍ରୀ, ସ୍ୱାମୀ ଗୋଟେ ବନ୍ଧନରେ ସବୁ ଅଛ ନା। ଆଉ ସେଇଠି କ'ଣ ଜ୍ଞାନ ଆଲୋକ ଅଛି? ଆଲୋକ ଅର୍ଥ କ'ଣ? ଜ୍ଞାନ। ଜ୍ଞାନ କ'ଣ ଅଛି? ସମସ୍ତେ ଅଜ୍ଞାନତା ଭିତରେ ରହିଛ ନା। ଆଉ ବ୍ୟାସ କ'ଣ କହିଲେ? କଳ ଶୟନୁ ଭବନ୍ତୁ। କଳିଯୁଗ ଲୋକମାନେ ସମସ୍ତେ ଶୋଇଯାଇଛନ୍ତି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ, ଆରେ ଲୋକମାନେ ଶୋଇଛନ୍ତି କ'ଣ? ଆମେ ତ ସମସ୍ତେ ଏଠି ବସିଛୁ। ଆମ ଭିତରେ ଅଜ୍ଞାନତାଟା ହିଁ ଶୋଇଯିବା ସାଙ୍ଗରେ ସମାନ। ଯେତେବେଳେ ଆମ ଭିତରେ ଜ୍ଞାନ ଆସୁନାହିଁ, ମୁଁ ସେଇ ଆତ୍ମା, ସମସ୍ତେ ସେଇ ଆତ୍ମା, ଆମେ ଅଜ୍ଞାନତା ଭିତରେ ଅଛେ, ଆମେ ଶୋଇ ପଡ଼ିଛେ। ଆମ ଭିତରେ ସେ ଜ୍ଞାନ ନାହିଁ। ବିବେକାନନ୍ଦ ସବୁଠି କହିଲେ, ଉତ୍ତିଷ୍ଠିତ ଜାଗ୍ରତ ପ୍ରାପ୍ୟ ବରାନ ନିବର୍ଦ୍ଧନ୍ତେ। ଉଠ, ଜାଗ୍ରତ ହୁଅ, ହେ ଅମୃତର ସନ୍ତାନଗଣ, ତୁମେ ଅମୃତ ପାନ କରିବାକୁ ଆସି ବିଷପାନ କାହିଁକି କରୁଛ? ଏ ମହାପୁରୁଷ କ'ଣ ସବୁ ପାଗଳା ଥିଲେ? ତେଣୁ ଆମର ଗୁରୁ ଶ୍ରଦ୍ଧା, ଗୁରୁ ବିଶ୍ୱାସ, ଗୁରୁ ଭକ୍ତି ସାଧନା ପାଇଁ ଦରକାର। ଏଥିପାଇଁ ଯଦି ଆମେ ଭାଗବତ ଆଉ ଗୀତାକୁ ଭଲ ଭାବରେ ଅଧ୍ୟୟନ କରିବା, ସେଥିରେ ଗୁରୁଙ୍କର ଲକ୍ଷଣ ଲେଖା ଅଛି। ପୁଅମାନେ ଗୁରୁ, ତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ ଆପଣଙ୍କର ଭ୍ରାନ୍ତି ଯିବ, ଆପଣ ଭବସାଗରରୁ ତରିଯିବେ। ଆପଣ ଯାହାକୁ ପାଇ ତାକୁ ଯଦି ଗୁରୁ ରୂପେ ବରଣ କରିଦେଉଛନ୍ତି, ଦୀକ୍ଷା ଟିକେ ନେଇଯାଉଛନ୍ତି, ଟିକେ କ'ଣ ନାମ ଜପ କରିଦେଉଛନ୍ତି, କୀର୍ତ୍ତନ କରିଦେଉଛନ୍ତି, ପ୍ରକୃତ ମାର୍ଗ, ପ୍ରକୃତ ତତ୍ତ୍ୱଟା ଆପଣ ପାଇନାହାନ୍ତି। ତେଣୁ ଯେତେ ଯାହା କଲେ କ'ଣ ହେବ? ଯଦି ମ୍ୟାଥମେଟିକ୍ସ ଠିକ୍ ଭାବରେ କଷା ନ ହୋଇ ଯଦି ଭୁଲ ଭାବରେ କଷା ହୁଏ, ତା ରେଜଲ୍ଟ କେତେବେଳେ ଠିକ୍ ଆସିବ? ତ ଦୀକ୍ଷା କ'ଣ ପାଇଁ, ଏ କଥା ଆମେ ଭଲ ଭାବରେ ଜାଣିନେ। ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଁ ଆମର ଦୀକ୍ଷା ଗ୍ରହଣ। ଆମେ କ'ଣ ପାଇଁ ଦୀକ୍ଷା ଗ୍ରହଣ କରିବା? ନା ଦିବ୍ୟ ଜ୍ଞାନ ପ୍ରାପ୍ତି ପାଇଁ ଆମେ ଦୀକ୍ଷା ଗ୍ରହଣ କରିବା। ଭାଗବତରେ ଲେଖା ଅଛି, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ତେଣୁ ମଣିଷ ଭିତରେ କେବଳ ଦିବ୍ୟ ଜ୍ଞାନ ଦେଖିଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି। ଏଠି ବ୍ରାହ୍ମଣ କଥା କହିଲେ ନାହିଁ, କ୍ଷତ୍ରିୟ କଥା କହିଲେ ନାହିଁ, ବୈଶ୍ୟ କଥା କହିଲେ ନାହିଁ, କି ଶୂଦ୍ର କଥା କହିଲେ ନାହିଁ, କି ହିନ୍ଦୁ ମୁସଲମାନ ଖ୍ରୀଷ୍ଟିଆନ କଥା କହିଲେ ନାହିଁ, ଏଠି ବ୍ରହ୍ମଚାରୀ କଥା କହିଲେ ନାହିଁ, କି ସନ୍ନ୍ୟାସ କଥା କହିଲେ ନାହିଁ, କି ବାନପ୍ରସ୍ଥ କଥା ବି ଭଗବାନ ଉଲ୍ଲେଖ କଲେ ନାହିଁ। କହିଲେ ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ପ୍ରଭୁ ଭଗବାନ। ତେଣୁ ମଣିଷ ଭିତରେ ଭଗବାନ କ'ଣ ଦେଖିଲେ ସନ୍ତୁଷ୍ଟ ହୁଅନ୍ତି? ନା ଦିବ୍ୟ ଜ୍ଞାନ। ସେ ଦିବ୍ୟ ଜ୍ଞାନ ଦବ କିଏ? ଯିଏ ସିନା ଦିବ୍ୟ ଜ୍ଞାନର ଅଧିକାରୀ ହେଇଥିବ, ସେ ସିନା ଦିବ୍ୟ ଜ୍ଞାନ ଦବ। ଯିଏ ମନ୍ତ୍ରଟିଏ ଦେଇଛି, ଠାକୁର ପୂଜାଟିଏ କହିଛି, ଆଉ ସେ କ'ଣ ଦିବ୍ୟ ଜ୍ଞାନ କେବେ ଦେଇପାରିବ? କେମିତି ଦବ? ମୁଁ ପାଠ ପଢ଼ିଥିଲେ, ଯେଉଁ ପାଠ ପଢ଼ିଥିବି ସେଇ ପାଠ ସମସ୍ତଙ୍କୁ ପଢ଼େଇ ପାରିବି। ଯଦି ମୁଁ ସେ ପାଠଟା ପଢ଼ି ନଥିବି, ଅଲଗା ଲୋକଙ୍କୁ ସେ ପାଠଟା କେମିତି ପଢ଼େଇବି? ତେଣୁ ଗୁରୁ ନିର୍ବାଚନ ଆମର ଭୁଲ ହେଇଯାଉଛି, ଯାହା ଫଳରେ ଆମେ ଆତ୍ମଜ୍ଞାନର
ଅଧିକାରୀ ହେଇପାରୁନି। ପୂର୍ବ ଏପିସୋଡରେ ବାବା କହିଥିଲେ ଆତ୍ମଜ୍ଞାନ ଓ ମୋକ୍ଷ ପ୍ରାପ୍ତି ପାଇଁ ଆମର କ'ଣ ନା ଦୀକ୍ଷା ଗ୍ରହଣ। ବାବା ଯେ ଚିନ୍ତା କଲେ ଜଗନ୍ନାଥପୁର ଆଶ୍ରମ ଜଗତସିଂହପୁରରେ ଆରେ ଆତ୍ମଜ୍ଞାନ କଥା କେମିତି ହବ। ଘଣ୍ଟାଏ 40 ମିନିଟ୍ ପରେ ଦେଖିଲେ ପୁଣି ଯଦି ଏମିତି 4-5ଟା ଏପିସୋଡ ସରେ ଆତ୍ମଜ୍ଞାନ କେମିତି ପ୍ରାପ୍ତି ହବ ସେଇ କଥା ପରେ କୁଆ ଚାଲିବ। ତାହେଲେ ମଣିଷ ଭିତରେ ଦିବ୍ୟ ଜ୍ଞାନ ଆତ୍ମଜ୍ଞାନ କାହିଁକି ଆସୁନାହିଁ ନା ଯେପର୍ଯ୍ୟନ୍ତ ଆମ ଭିତରେ କ'ଣ ଅଛି ମୁଁ ଆଉ ମୋର ଭାବ ଅଛି ସେ ପର୍ଯ୍ୟନ୍ତ ଆମେ ଆତ୍ମଜ୍ଞାନର ଅଧିକାରୀ ହେଇପାରିବା ନାହିଁ। ମୁଁ ତ ଭାବ ରହିଲା ମୋର ଭାବ ରହିଲା ଆମେ ଆତ୍ମଜ୍ଞାନର ଅଧିକାରୀ କେମିତି ହବା। ପୂର୍ବରୁ ବାବା ଉପସ୍ଥାପନା କରିଥିଲେ ଉଦ୍ଧବ ମନେ ରଖିଥବୁ ମୁଁ ମଲେ ତୁ ମତେ ପାଇବୁ। ଭଗବତ ପ୍ରାପ୍ତି ହେଲେ ଆତ୍ମଜ୍ଞାନ ହବ ନା। ଆଉ ଆମର ତ ଶରୀର ବୋଧ ସବୁବେଳେ ମନକୁ ନେଇ ବଞ୍ଚିଛେ। ପ୍ରତି କଥାରେ ଆମେ କହୁଛେ ଆଜି ମନଟା ବହୁତ ଭଲ ଅଛି, ଆଜି ମନଟା ବହୁତ ଖରାପ ଅଛି, ଆଜି ସେ ମୋତେ ଗାଳି ଦେଲା ମୋ ମନ ଭାରି ଦୁଃଖ, ଆଜି ସେ ପ୍ରଶଂସା କଲା ମୋ ମନଟା ଭାରି ଖୁସି। ଆରେ ମାଇଣ୍ଡ ଇଜ ବ୍ଲାଇଣ୍ଡ। ମନଟା ଗୋଟେ ଅନ୍ଧ। ମାଇଣ୍ଡ କ୍ୟାନ୍ ନଟ୍ ଜଜ୍ ପ୍ରପରଲି। ତାକୁ ଯୋଉଟା ଭଲ ଲାଗିବ ସେ କହିବ ଭଲ, ଯୋଉଟା ଖରାପ ଲାଗିବ ସେ କହିବ ଖରାପ। ତେଣୁ ଆମେ ସବୁବେଳେ ମନର ବଶବର୍ତ୍ତୀ ହେଇ କର୍ମ କରୁଛେ। ଆମେ ମନ ପରେ କିଏ ଅଛି ବୁଦ୍ଧି। ବୁଦ୍ଧି ବି ଠିକ୍ ଜଜମେଣ୍ଟ କରିପାରେ ନାହିଁ। ବୁଦ୍ଧି ନିର୍ଣ୍ଣୟ କରେ କେତେବେଳେ କେମିତି ନିର୍ଣ୍ଣୟ କରିବ। ସେ ମୋତେ ମୋ ବିବାହଘରରେ 500 ଟଙ୍କା ଦେଇଥିଲା, ମୁଁ ତା ବାହାଘରେ 500 କି 600 ଟଙ୍କା ଦେବି, ଏଇଟା ବୁଦ୍ଧି ନିର୍ଣ୍ଣୟ କଲା। ସେ ବି ଠିକ୍ ନାହିଁ, ବୁଝେଇଲେ ବହୁତ ସମୟ ଯିବ। ତାପରେ ସଂକ୍ଷେପରେ ବାବା କହୁଛନ୍ତି ଦେଖନ୍ତୁ, ତାପରେ ବିବେକ ବା ଆତ୍ମା। ବିବେକ ଆପଣଙ୍କର ସବୁବେଳେ ସତ କଥା କହିବ, କେତେବେଳେ ମିଛ କଥା କହିବ ନା। ତେଣୁ ଆମେ ବିବେକର ବଶବର୍ତ୍ତୀ କର୍ମ କରୁଛେ କି? ପ୍ରତ୍ୟେକ କର୍ମ ଆମେ ତ ବିନା କର୍ମରେ ଏଠି କେହି ବଞ୍ଚିପାରିବା ନାହିଁ। ଆଗ କର୍ମ ଯୋଗ, ତାପରେ ଜ୍ଞାନ ଯୋଗ, ତାପରେ ଭକ୍ତି ଯୋଗ। ତେଣୁ ଆମେ ବିନା କର୍ମରେ କିଏ ବଞ୍ଚି ପାରିଛନ୍ତି କହିଲେ? ଶଯ୍ୟା ତ୍ୟାଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ଆପଣ ପ୍ରତ୍ୟେକଟି ସମୟରେ କର୍ମ କରୁଛନ୍ତି। ଯାହା କରାଯାଏ ତାହା ହିଁ କର୍ମ, ଯୋଉଥିରେ ମାଇଣ୍ଡ ଆଉ ଏନର୍ଜି ଖର୍ଚ୍ଚ ହୁଏ। ଦେଖିବା ଗୋଟେ କର୍ମ, କହିବା ଗୋଟେ କର୍ମ, ବସିବା ଗୋଟେ କର୍ମ, ଚାଲିବା ଗୋଟେ କର୍ମ, ଆଉ ଶୋଇବା ଗୋଟେ କର୍ମ, ଶ୍ୱାସ ପ୍ରଶ୍ୱାସ ନେବା କର୍ମ। ସବୁବେଳେ ତ କର୍ମ, ଆଉ ସବୁ ସମୟରେ କର୍ମ ଚାଲିଛି। କିନ୍ତୁ କର୍ମଟା ଆମର ବିବେକ ଯୁକ୍ତ ହଉନାହିଁ, ବୈରାଗ୍ୟ ଯୁକ୍ତ ହଉନାହିଁ। କର୍ମଟା ଯଦି ବିବେକ ଯୁକ୍ତ ବୈରାଗ୍ୟ ଯୁକ୍ତ ଆମ ଭିତରେ ହବ ତାହେଲେ ସେ କର୍ମ ଆମକୁ ବନ୍ଧନରେ କେତେବେଳେ ପକାଇବ ନାହିଁ। ସେ କର୍ମ ଆମକୁ ଦୁଃଖ କଷ୍ଟ ଯନ୍ତ୍ରଣା କେତେବେଳେ ଦବ ନାହିଁ। ସମସ୍ତେ ଆଖି ଖୋଲି ବସନ୍ତୁ। କେତେ ପରିଶ୍ରମ କରି ଆସିଛନ୍ତି, ଏଠି ଆଖି ବନ୍ଦ କରି ବସୁଛନ୍ତି। ତେଣୁ କର୍ମଟା ଆମେ କେମିତି କରିବା? ଯୋଉ ଗୁରୁ ଏ ମନ୍ତ୍ରଟିଏ ଦେଇଛି ସେ କ'ଣ ଏ କଥା କହିପାରିବ? କେବଳ ତତ୍ତ୍ୱଗୁରୁ ଏ କଥା କହି। ଭାଗବତରେ ଆଉ ଗୋଟେ ଲେଖା ଅଛି, ଯେ ଗୁରୁ ଜାଣେ ବେଦ ତତ୍ତ୍ୱ, ନିର୍ଗୁଣ ଆତ୍ମଜ୍ଞାନେ ରତ, ସମଦରସୀ ନିଷ୍ଠାପର, ତପ କଷଣ ସହେ ଧୀର, ନିରତେ ଥାଇ ପର ହିତେ, ଈଶ୍ୱର ମାୟା ଜାଣି ଚିତେ, ହେମନ୍ତ ଗୁରୁ ପାଦେ ଭଜି, ହିଂସା କପଟ ଦୂରେ ତେଜି। এই କଥାକୁ ବୁଝେଇଲେ ବହୁତ ସମୟ ବାବା ସଂକ୍ଷେପରେ କହୁଛନ୍ତି, ଯେ ଗୁରୁ ଜାଣେ ବେଦ ତତ୍ତ୍ୱ, ଯେ ବେଦର ତତ୍ତ୍ୱକୁ ଭଲ ଭାବରେ ଜାଣିଛି। କ'ଣ ବେଦରେ ଲେଖା ଅଛି? ପୁଣି କହିଲା ବେଦୁ ହୋଇଲା ନାନା ଗତି, ତା ତତ୍ତ୍ୱ କେହି ନ ଜାଣନ୍ତି। ପୁଣି ତାର ଆଉ ଗୋଟେ ଅର୍ଥ, ତା ତତ୍ତ୍ୱ 9 ଜଣ ଜାଣନ୍ତି। ସେ 9 ଜଣ କିଏ? ଭାଗବତ ପଢ଼ିଲେ ଆପଣ ଜାଣିବେ ସେ 9 ଜଣ କିଏ। ମାନେ
वेद को जानता ओंकार रूपे थिला वेद केही न पाए तार भेद ओंकार रूपरे भितर वेद थिला तार भेद केही पाए तेणु जे गुरु जाने वेद तत्व निर्गुण आत्मज्ञाने रत से गुरु सगुण कथा कहे ना से गुरु निर्गुण कथा कहे एवं आत्मज्ञानर कथा कहे फैन बंद कर दौना ठंडा लगुच निर्गुण आत्मज्ञाने रत निर्गुण निर्गुण कथा कह जाए देखो जिते गुरु अच्छा समस्ते सगुणर कथा कहते निर्गुण कथा कई कहते निर्गुण आत्मज्ञाने रत आत्मा ज्ञान कथा कई कहते निज भीतर आत्मा अच्छी आत्मा को उपलब्धि कर अनुभव कर दर्शन कर कई कहते निर्गुण आत्मज्ञाने रत समदर्शी निष्ठा पर तप कर्षण शहे धीर समदर्शी सबुरी भितर से आत्मा अरे तुम कौटू आईचु तू ना कौन बाबाजी मानकर भाषा या हौ तू ब ब ब ब सोड़े प्राण हौ हौ भगवान तोर मंगल करंतु आशीर्वाद को देखिए साधु माने सब हाथ टेकी दौरान सतरे गोटे गोटे महापुरुष कौटू आसीच जान ये धरापृष्ठ को आस जाच कौ दिन मरब तुमको जना ना कुआड़े जीव जना ना कौ लोकरे जना ना आउ आसब कि न आसब जना ना शांत ही बसंतु आपण कथा भल लगु ना ताले कहीं आनंद ना विषाद मनरे कौन पाई विषाद केते सुंदर कथा साधारण कथा कहूँ आपण मैंने आसछन्ति नुआ बोली तेणु आमर निर्वाचनटा केमती भूल होउछि आत्मार कथा कहउछन्ति समदर्शी निष्ठा पर निष्ठा अछि गुरुकर सकाळ ध्यान करिबा संध्या ध्यान करिबा सबुबले 24 घंटा गोटे समान बोधरे आत्मबोधरे रहिबा देखुनांती समस्तंकर साधनार केमती निष्ठा अच्छी पुणी बसीच से ठीक भाव में बसी पारुन सीधा भाव में देखुं बाबा बसी आपण बंका टंका हाई छिंक काश कफ ये सब कौन आम गुरुदेव को पचारूँ बाबा लोक मैंने कहीं साधना करें कहीं ध्यान करें कहीं जप करें कहीं भगवत कार्य समय दे पारती बाबा कहले जार परफेक्शन ना पूर्वर तपस्या ना से करके आसी ना से केबे समय दे पारिबो ताले सब ही कौन प्रारब्ध मनीष जीव श्रेष्ठ मनीष अपन तो सब कथा चूज करुचे कोटा भल कोटा मंद से कौन पशु भाव में चलुची कि मार्केट जाऊँगी पचा बैगण मार्केटिंग करुचे कि बसिले हाई आसो हे भगवान से इलेक्ट्रिक करंट हाथ मारुचे कि सबू जानिकी करुची सबुटा विचार करुची किंतु ये सृष्टि के आसछि सृष्टिटा जे कहार मु कहा जिनस सब भोग करुची एवं मु भितरे भगवान अच्छन्ति से तो जानी नहीं जदि जानी भूली जाइए भगवान लोभ माने संसार माया संसार लोभ संसार मोह संसार आकर्षण भगवान माया द्वारा अनेक माया अच्छी माया गोटे पुनः भाग भाग कराई दैवी माया जोग माया विष्णु माया वैष्णवी माया विभिन्न प्रकार माया सब माया अर्थ यह नुहे माया अर्थ संपूर्ण मिथ्या तेणु मनीष से मायार एमती बड़ी घांटी होउची ताको जेते दिव्य ज्ञानर कथा आत्मज्ञानर कथा कहले से शुणे ना शुणु ना बर्तमान मोबाइल देखिबो नहीं तो माड़ो हाई माड़ो कहीं मोबाइल तार कौन फेवराइट तार चॉइस अणिकिए फिल्म अभिनेता अभिनेत्री आसो रेकर्ड डांस हम कि जे प्रेम
कि जे भाव कोटे सिनेमा अभिनेता आसी जो लंगड़ा है डांस कला दशहरा लक्ष लक्ष कोटी कोटी टंका किति जे सुंदर जदि भगवत प्रसंग पड़ो निद हाई काश कफ छिंग सीटी किछि ना व्हाट इज कज कारण कौन कारण आम इंद्र माने सबले बहिर्मुखी से माने सबुबले उपभोग करने को चाहती से माने केतले भोग करने को चाहती ना गेट डिफरेंस उपभोग भोग साधु माने भोग कर ठाकुर पाखे भोग लगे किंतु संसार लोक माने जीवन भगवान को से कथा कहने जीवन टाक उपभोग करती आ लाइफ टाक उपभोग करूना भोग करुचंदी भोग कले तो आनंद लगे कथा देखंतु जोटी भोग प्रसाद बंटा होची जने आईएएस ऑफिसर कलेक्टर भी हाथ पतई देवे खाइले केते आनंद भोगरे आनंद अच्छी किंतु जोटी उपभोग करा जाउची आपण मानस उपभोग करिक लाइफ आसीचंदी केते दुख केते कष्ट केते जंत्रणा पाइछन बोली ए बाबाजी के पाखु साधु को पाखु पळे आछंती टिके सत्संग शुणिमे टिके शांति आनंद केमती पाइबे एथरो जणा पडुची पाठ आपण को शांति देइने आपण को धन आपण को शांति देइने आपण स्त्री आपण को शांति देइने आपणकर पुओ झियो आपण को शांति आनंद देइना आपणकर बंधु बांधव आपण को शांति आनंद देइना जदि देई थांते आपण काहे ठीक आसंदे राति रे एते बाटरू कौन पाई आसंते तले शांति कोठी अछि से कथा तत्वगुरु ही कहबे सबु आपण को भीतर अछि तोरी देहरे देख दिशु अछि जक जक अछंद कहले देउल तोटा नरप स्थापना दिय नस्ताप नजा वृंदावन गोप गंगा कूले नाही सदगति रे मूढ़ तले कोथेरे अछि सदगति ना आत्मा को आत्मा रे देख देखिले पाइबु सुख सकल सुख अपेक्ष ज्ञान लभिबु प्रत्यक्ष भाभी कहे पामर अछुति टी कथार सारांश होची आत्मा को आत्मा रे देख मो भितर आत्मा सबरी भितर आत्मा जदि यही चिंतन रे आपण रहिबे आपण देखिबे आपण भितर जो नकारात्मक चिंता गुड़िक रही क्या प्रति खराब मनोभाव रही क्या प्रति राग देश भाव रही समस्त नेगेटिव थॉट्स रो आपण माने 50% आपन रिलैक्स हो 1000 प्रॉब्लम सॉल्यूशन 1 देखो कि आपण माइला आपण ताको जदि विचार करिवे कर्ता भाव थले विचार होय जदि कर्ता भाव नाही आपण देखिबे कोन ना सही तो माइला किए ना सही भगवान माइले प्रॉब्लम सॉल्व थाना कोर्ट कचेरी न्याय भल मंद आपणकर किछि दरकार नहीं भगवान तो मारिछंती आ कोन किडे बड़ा आनंद कथा किए आपण फूलमालटी देला से प्रभु देले केते आनंद किए आपण को खाया को देला से भगवान देले किए आपण को चपल मालटी देला से भगवान देले के निंदा कला से भगवान देले के प्रशंसा कला से भगवान देले साइंटिफिक आपण देखुन चाहि सत्य साइंटिफिक केमिति ना मल्ला लोकटे मल्ला लोक कोन देई परिबो मल्ला लोक भितर किए जीवंत लोक भितर किए मल्ला लोक भितर के आत्मा नाही जीवंत लोक भितर भगवान आ देला ता भीतर भगवान एबे भगवान कहउचंती भगवान सुनुचंती किए कहइबो किए सुनिबो जे कहउची सेही सुनुची ई कथाटा कोंतु नै याको रियलाइजेशन करूं केमिति हबो क्षीर भीतर घृत अछि आमे ताको केमिति बाहर करबा से गोटे प्रोसेस दरकार गोटे टेक्निक दरकार क्षीर को सिजेइबा ताको बसा दही करबा ताको पकइबा से टे महू दबा ताको मंथन करिबा तापर आमे कोन करिबा ताको मंथन पर लौणी बाहरिबो से लौणी की पुणी नियारे बसेबा से तुरु घृत बाहरिबो से घृत को जेतेबेले आपण
ପୁଣି କ୍ଷୀରରେ ପକାଇବେ, ଆଉ ସେ ମିଶିବ ନାହିଁ। ମିଶେ କି? କ୍ଷୀର ଅଲଗା, ଘୃତ ଅଲଗା, କିନ୍ତୁ ସେ କ୍ଷୀର ଭିତରେ ଘୃତଟା ଥିଲା। ସେମିତି ଦେହ ଭିତରେ ଦେହି ଅଛନ୍ତି, ବଡି ଭିତରେ ସୋଲ ଅଛି। ଯୋଉ ବିନ୍ଧାଣି ତୋତେ କଲାଟି ନିର୍ମାଣ, ସେଇ ତ ଦେହ ରହିଲା, ଏହା ତ ଜାଣ। ଯିଆକୁ ନିର୍ମାଣ କରିଛି ସେଇ ଆ ଭିତରେ ଅଛି। ଦେଖନ୍ତୁ, ବାପା ମାଙ୍କ ରଜ ବୀର୍ଯ୍ୟରୁ ଗୋଟେ ପିଲା ସୃଷ୍ଟି ହଉଛି। ସେ ରଜଟା କାହାର, ସେ ବୀର୍ଯ୍ୟଟା କାହାର? ଆପଣ ଯେତେବେଳେ ଜ୍ଞାନ ହବ ଦେଖିବେ ସବୁ ଭଗବାନଙ୍କର। ଏବଂ ଯେତେବେଳେ ଛୁଆଟି ଗଢ଼ା ହେଉଛି ତା ଭିତରେ କେଉଁ ଗୋଟେ ଗୋଟେ ପାର୍ଟସ୍, ଯେମିତି ମେସିନ୍ଟେ, ଗାଡ଼ିଟେ ଗୋଟେ ଗୋଟେ ଚକା ପକା ଲଗା ହେଇଛି, ସେମିତି କ'ଣ ଭଗବାନ ଆ ଭିତରେ ଗଢ଼ିଛନ୍ତି? କେତେ ସୁନ୍ଦର ଭାବରେ ଏଭଳି ଗୋଟେ ମେସିନ୍ କରିଛନ୍ତି। ଏ କ୍ୟାମେରା 80 ବର୍ଷ 90 ବର୍ଷ 100 ବର୍ଷ କ୍ୟାମେରା ଦୁଇଟା ଲାଗିଛି, ସେ କିଛି ଖରାପ ହେଉନି। ଯେକୌଣସି ମେସିନ୍ ଗୋଟେ ଗଢ଼ା ହେଇଛି, ମଣିଷ ଗଢ଼ିଛି, ମଣିଷ ତ କିଛି ଗଢ଼ି ନାହିଁ। ସୂକ୍ଷ୍ମ ଦେଖିଲେ ସେଇ ଜଣେ ହିଁ ସବୁ କରୁଛି। ସେ ବୋଧଟା ହେଉନି, ସେ ଖରାପ ହେଇଯାଉଛି। ହାର୍ଟବିଟ୍ ନନଷ୍ଟପ୍ ଚାଲିଛି, ଶ୍ୱାସ ପ୍ରଶ୍ୱାସ କ୍ରିୟା ନନଷ୍ଟପ୍ ଚାଲିଛି। ବ୍ରେନ୍ଟା କ'ଣ ଏପର୍ଯ୍ୟନ୍ତ ସାଇନ୍ସ 3-4% ଏପର୍ଯ୍ୟନ୍ତ ଜାଣିନାହିଁ। ସେ ତ ଆକାଶ କ'ଣ ଜାଣିନାହିଁ, ପୁଣି ଭଗବାନଙ୍କୁ କ'ଣ ଜାଣିବ? ତେଣୁ ଆମର କ'ଣ ହେଲା ନା, ସମଦର୍ଶୀ ନିଷ୍ଠାପର, ତପ କଷଣ 100 ଧୀର। ତପସ୍ୟା କରନ୍ତି ସାଧୁମାନେ, ଯେ ସାଧକମାନେ। ଖରା, କୁହୁରି, କାକର, ବର୍ଷା, ମିଳିଲା ନ ମିଳିଲା, ମାନ ସମ୍ମାନ, ଅପମାନ, ନିନ୍ଦା ପ୍ରଶଂସା ସବୁ ତା ପାଇଁ ସମାନ, କିଛି ତା ପାଇଁ ଅସମାନ ନୁହେଁ। ନିନ୍ଦାରେ ଯେଉଁ ଭାବ, ପ୍ରଶଂସାରେ ସେଇ ଭାବ, ମିଳିଲେ ଯେଉଁ ଭାବ, ନ ମିଳିଲେ ସେଇ ଭାବ। କାରଣ ଏ ପଦେକରେ କହିଲେ ଭଲ ଲାଗିବ, ବିଚାର ଆଉ ନାହିଁ। ଯେତେବେଳେ ଆତ୍ମାକୁ ଉପଲବ୍ଧି କରିବେ, ଆପଣ ଦିବ୍ୟ ଜ୍ଞାନର ଅଧିକାରୀ ହେବେ, ଆତ୍ମଜ୍ଞାନର ଅଧିକାରୀ ହେବେ, ଆପଣଙ୍କ ଭିତରେ ଆଉ ବିଚାର ରହିବ ନାହିଁ। ତେଣୁ ନିର୍ବିଚାର, ନିର୍ବିକାର, ନିରହଙ୍କାର ଭାବ ଆସିବା ଏତେ ସହଜ ନୁହେଁ। ନିର୍ବିଚାର, ଆଉ କୌଣସି ବିଚାର ନାହିଁ। ରାମ ବସିଥିଲା, ରାମଙ୍କ କଥା ଚିନ୍ତା କରୁଥିଲା। ରାମମାନେ ଆସିଲେ, ରାମକୁ ଡାକିଲେ, ରାମ ଘରକୁ ଗଲେ, ରାମର ସବୁ ଜିନିଷ ଆଣିଲେ। ସେଇ ରାମମାନେ ରାମଙ୍କ ମୁଣ୍ଡରେ ନଦିଲେ, ରାମ ଦୌଡ଼ିକି ଆସିଲେ ଏବଂ ସବୁ ରାମ ପଳେଇଲେ। ଏ ରାମ ତ ଯାଉଥିଲା, ରାମମାନେ ଧଇଲେ, ଆଇଲେ, ରାମକୁ ବାଡ଼େଇଲେ। ରାମକୁ ପଚାରୁଛନ୍ତି, ରାମ ତୁ ଚୋରି କରିଛୁ? ଗୋଟେ ସୁନ୍ଦର କଥା। ଆମେ ତ ସତ୍ସଙ୍ଗ ଭିତରେ କେବେ କହୁନି ଗପ କାହାଣୀ। ତେଣୁ ସେ ଜଣେ ଲୋକ ଏଇ କଥା କହିଲା, ବସି ଚଉରା ଉପରେ ଗୋଟେ ପିଣ୍ଡିରେ ବସି ଭଗବାନଙ୍କ କଥା ଚିନ୍ତା କରୁଛି। ଚୋରମାନେ ଆସିଲେ, ଦେଖିଲେ ମୋଟା ସୋଷ୍ଟା ହୃଷ୍ଟପୃଷ୍ଟ ଲୋକ, ଆକୁ ଧରି ନେଲେ। ଆଗ କାଳରେ ବାସନ କୁସନ ଚୋରି ହଉଥିଲା ନା, ଆଉ ଯେମିତି ଚୋରି କରି ଖଡ଼ ଖାଡ଼ ଧଡ଼ ଧଡ଼ ହେଲା, ତା ମୁଣ୍ଡରେ ନଦୀ ଦେଇ ପଳେଇଲା। ଆଉ କ'ଣ ଇଏ କ'ଣ ଯେ ଚୋର ଯେ କିଏ ଦୌଡ଼ିବ? ସବୁ କଥାରେ ସେ କ'ଣ କଲା ନା, ରାମ 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 ରାମ। ସତରେ ତାର ଅନୁଭବ ହୋଇଥିଲା, ସେ କହିଲା, ଛାଡ଼ିଦେଲେ। କ'ଣ ଅଛି? ଭାଗବତର ଗୋଟେ ସୁନ୍ଦର ପଦ ମନେ ପଡ଼େ, ତୁ ଯେବେ ଏକ ଭାବେ ଭାବୁ, ଏ ଘୋର ସଂସାରୁ ତରିବୁ। ତେଣୁ ଏ କଥା ଆପଣ ଶୁଣୁଛନ୍ତି, ଏ ଭାବନାଟା କେମିତି ମନରେ ହବ? ମୁଁ ତ ଦେଖିଲିଣି, ଏ ଶୂଦ୍ର, ଏ ବୈଶ୍ୟ, ଏ କ୍ଷତ୍ରିୟ, ଏ ବ୍ରାହ୍ମଣ, ଇଏ ଦେଲା, ସିଏ ଦେଲା, ମୁଁ ଦେଲି। ଅଭେଦ ଭାବ, ମାନେ ଭୁଲ କହିଲି, ଭେଦଭାବ, ଅଭେଦ ଭାବ ନୁହେଁ। ଯୋଉଠି ଭେଦ ଆସିଲା, ସେ ତ ହିଂସା ଆସିଲା, ଗର୍ବ ଆସିଲା, ତର୍କ ଆସିଲା, କୂଟ ଆସିଲା, କପଟ ଆସିଲା, ସବୁ ଯାକ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେଲା। ଏତେ ବଡ଼ ମନୁଷ୍ୟ ଶାନ୍ତି ଆନନ୍ଦ ପାଇଁ ଆସିଥିଲା। ଥରେ ସତରେ ପଚାରିଲେ ନିଜ ମନକୁ, ଶାନ୍ତିରେ ଆନନ୍ଦରେ ଆପଣ ଟିକେ ବସିଲେନି? ନିଶ୍ଚଳ ଟିକେ ହେଲେଣି? କାହିଁକି? କୋଉଥିପାଇଁକି? ନା ଅଜ୍ଞାନତାରୁ, ଅହଙ୍କାରରୁ। ଯେତେ ବିଚାର କରନ୍ତୁ, ଆପଣଙ୍କ ଭିତରେ ଦେହବୋଧ ଅବସ୍ଥା ଯିବ ନାହିଁ, କି ଅହଙ୍କାର ଯିବ ନାହିଁ।
ताले जीवन कौन हम जार देखुना जिते साधु सन्त परिक्रमा जेनराल लोक कथा आदौ छाड़देवे साधु मान आग देखु प्रसाद दिया जदि क्या पतर गोटे आइटम छड़ाई कमी गंडगोल करेंगे बाबाजी मैंने फोपाड़ी देवे प्रसाद को ना राग खाऊना राग फोड़ आसला से गोटे टेक्निक वन टेक्निक you will apply in your life always, then you will get liberation. The good technique आपण practice करिवे आपण मुक्ति मोक्ष होई जिवे. Only one technique सबु तमे God is everything, God is everything, everything is God. खाली भावो 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 भक्ति 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 प्रेम 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 जेतोळे विचार बन हो केमिति सेतिपाई कौशल अछि समदर से निष्ठा पर अपकर्षण कर्षण जिते दुख जंत्रणा कष्ट मिलिବ सब ही प्रारब्ध जैन बसी साधना करुले जड़े लोक आसिले पचारे से कौन किसी कहलेनि साधन बसचन तो देहबोध ज्ञान नहीं कान रे गोटे किड़ा मारिदेले शिशु मान देखिले आश्चर्य हेले जैन किसी कहलेनि ध्यान रू समाधि अवस्था उठी आसिले पचारे आपन कष्ट है ना कष्ट तो हम देहर धर्म कष्ट हम देहरे मन रहिले कष्ट हम देहरु जदि मन को अथित करदेवी ताले कष्ट हम देहरु मन अथित कर कौशल कौन थब ना से कथा जो गुरु ठाकुर पूजा करिया को कहला आ मंत्र जप करिया को कहला सेवा करिया को कहला से निजर सेवा जानी ना से इथुर आपण मुक्ति पाई परिबे तो हमको प्रथमे कौन करिया को पड़िबो से कथा आजिकल गुरु माने जान एबे साधंगर अभाव गुरुंकर भी अभाव को गुरुंकर अभाव ना गुरु बा माळ माळ होई तत्व गुरुंकर अभाव उपयुक्त साधकर अभाव आत्मदर्शी बा ब्रह्मदर्शी हवापाई आही चेष्टा करूना समस्त गोटे माने मनरे गोटे चिंता गोटे कौन इजी टेक्निक हाँ कि गोटे सटकड़िया कथाटे कौन हाँ कि चटकड़े मुझे कर दिखती मत मिल जाता कितने लोक चंचल आजिकल देखुना कि मोबाइल जोग आसला सब से रखी हम किसी डॉक्यूमेंट्स नहीं जावाक पड़ो ना आम बड़ा आश्चर्य लगे मनीष भल ये सब करू भल ये सब आवश्यकता अच्छी कि मन को टी स्थिर कर दो ये चंचल अस्थिर मन को जो क्षिप्त मन मूढ़ मन विक्षिप्त मन को केमती एकाग्र कर दो केमती शांति आनंद पाऊ से जो रहू से गृहस्थाश्रम रहू कि ब्रह्मचारी आश्रम रहू कि वानप्रस्थ आश्रम रहू कि सन्यास आश्रम रहू तार दरकार शांति आनंद ब्रह्मानंद शून्य अवस्था बुझीपारुचंती शांति दरकार आगो पीस तापर कौन ना आनंद शांति हायर स्टेज आनंद आनंद हायर स्टेज ब्रह्मानंद ब्रह्मानंद हायर स्टेज कौन शून्य शून्य पर महाशून्य तो नाम मन केमती पृथ्वी तत्व न रहू जल तत्व न रहू अग्नि तत्व न रहू वायु तत्व न रहू आकाश तत्व न रहू शून्य न रहू महाशून्य भी न रहू कुआड़े जीव से कथा तत्वगुरु कहे खाली जड़े अभिराम परमहंस लोक मत पचारे आज्ञा चंद्राणे गोटे जगह ध्यान कराब सूर्याणे गोटे जगह को ध्यान कराब सुषुम्ना गोटे जगह को ध्यान कराब अरे जितेबले व्यक्तिर साधकर कनसेंट्रेशन आसो एकाग्रता आसो से आज्ञा अच्छी ना सहस्रा अच्छी ना किछि अच्छी कौन कराहब समाज जो अवस्था लोक माने केमती से गुरु मान पाखु जाउचंती
ଏ ଗୁରୁମାନେ କେମିତି କଲଚର ନକରି ସାଧନା ନକରି କେମିତି ଉପଦେଶ ଦଉଛନ୍ତି। ଆଜ୍ଞା ଚନ୍ଦ୍ରାଣେ ଗୋଟେ ଜପ ହବ, ସୂର୍ଯ୍ୟାଣେ କ'ଣ ଗୋଟେ ଜପ ହବ? ଆରେ ଜପ ତ ଗୋଟିଏ, ପୁଣି ଦିଟା କୋଉଠି ହେଲା? ଭଗବାନଙ୍କ ନାଁ କ'ଣ ଦିଟା? ଜଣେ ବୈଷ୍ଣବ ମୋ ପାଖକୁ ଆସିଥିଲେ, ପୁରୀ ଆଶ୍ରମରେ ଆମେ ଅବସ୍ଥାପନ କରୁଥାଉ। କୁଆଡ଼େ ଆସିଲେ ସେ ସତ୍ସଙ୍ଗ ଶୁଣୁଥିବେ, କହିଲେ ଆପଣଙ୍କର ଟିକେ ଆଶ୍ରମରେ ମୁଁ ସେବା କରିବି। ଭଲ, କ'ଣ କରୁଛନ୍ତି ଆପଣ? ମାଳି ଗଡ଼ଉଛନ୍ତି। କହିଲେ କାହିଁ ୟାକୁ ଗଡ଼ଉଛନ୍ତି? ନା ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ଆମେ ଜପ କରୁଛୁ। ବହୁତ ଭଲ, କୋଉଟା ଖରାପ ନି ବାବା ପୂର୍ବରୁ କହିଲେ। ଏ ଅ ଆ ପାଠ ଆପଣ କहीं ଅ ଆ ଦିଟାକୁ ମୋଡ଼ଉଥିବେ, ହସେଇ ଦୀର୍ଘ ମୋଡ଼େଇବେନି। ପ୍ରଥମ ଶ୍ରେଣୀରେ ଥିବେ ଆପଣ ଦ୍ୱିତୀୟ ଶ୍ରେଣୀକି ଯିବେ ନାହିଁ ନା କ'ଣ? ଆଜ୍ଞା ହରେ ଅର୍ଥ କ'ଣ, ରାମ ଅର୍ଥ କ'ଣ? ହରେ ଅର୍ଥ କ'ଣ, କୃଷ୍ଣ ଅର୍ଥ କ'ଣ, ରାମ ଅର୍ଥ କ'ଣ? ସେ ହରେ ଅର୍ଥ କ'ଣ ଜାଣିପାରିଲେ? ଯିଏ ହରେ ସେଇ କୃଷ୍ଣ ସେଇ ରାମ ନା କ'ଣ? ନା ଆଜ୍ଞା ସେଇଆ। ଯଦି ସେଇଆ ତାହେଲେ ଗୋଟେ ନାଁ ଧରି ଡାକୁନାହାନ୍ତି। ଦ୍ରୌପଦୀ ଅନେକ ନାମ ଧରି ଡାକିଥିବାରୁ କି ଯେ କଷ୍ଟ ଭୋଗିଲେ କୁରୁସଭା ତଳେ ଉଲ୍ଲଗ୍ନ ହେଇଗଲେ। ଯେତେବେଳେ ଏହି ଅନ୍ତର୍ଯାମୀ ନାଥ କହି ଡାକିଦେଲେ, ପ୍ରଭୁ ପ୍ରକଟ ହେଇକି ଅଶେଷ ବସ୍ତ୍ର ଦେଲେ। ଏତେ ନାମ ଧରି ଡାକୁଛନ୍ତି, କୋଉ ନାମରେ ସେ କୋଉ ରୂପରେ ଆସିବ? ଜଣେ ଲୋକ ମାନେ ବାଟରେ ଯାଉଥିଲେ, ସବୁ କଥା କହିଲା ମୁଁ ହସ ମାଡୁଛି, ଆମେ ହସକୁ କଣ୍ଟ୍ରୋଲ କରୁଛୁ। ମେଘ ପବନ ଆସିଲା, ଗୋଟେ ଘରେ କ'ଣ କଲେ, ସେ ଆଶ୍ରୟ ନେଲେ। ଜୋରେ ମେଘ ପବନ ହେଲା, କହିଲେ ହେ ହନୁମାନ ରକ୍ଷା କର। ପବନ ଜୋରେ ହେଲା, ହେ ରାମ ରକ୍ଷା କର। ପବନ ଜୋରେ ହେଲା, ହେ କୃଷ୍ଣ ରକ୍ଷା କର। ପବନ ଜୋରେ ପ୍ରବାହିତ ହେଲା, ହେ ଜଗନ୍ନାଥ ରକ୍ଷା କର। ହେଲା ହେ ଗ୍ରାମ ଦେବତୀ ମା ବରୁଣେଇ ତୁ ରକ୍ଷା କର। ମେଘ ପବନ କିଛି କମିଲା କେହି ନାହାନ୍ତି। କହି ବାହାରକୁ ବାହାରି ଆସିଲା, ବଜ୍ର ପଡ଼ିଲା, ମରିଗଲା। ମନୁଷ୍ୟର ଅବସ୍ଥା ହଉଛି ସେଇଆ। ବିଭିନ୍ନ ଦେବାଦେବୀଙ୍କୁ ଡାକୁଛି, କିଛି ଯିଏ ଏକ ବୋଲି ଜଣା ନାହିଁ। ଲାଷ୍ଟ ବଜ୍ର ବୋଇଲେ କାଳ ଆସିଲା, ମାରିଦେଲା। ଆଉ କ'ଣ? ଆରେ ପ୍ରତ୍ୟେକଟି ମୁହୂର୍ତ୍ତରେ କାଳ ଆମକୁ ଗ୍ରାସ କରୁଛି ନା। ସର୍ବେ ଚଳିବେ କାଳ ବଳେ, ଯଶ ରହିବ। ଆମେ ତ ଯୋଉ ଯଶ କରିଛେ ନା, ପୁଅ ପଚାରିବ ନାହିଁ କି ବୋହୂ ପଚାରିବ ନାହିଁ। ଯାହାଙ୍କ ପାଇଁ ଆପଣ ଜୀବନ ଦେଇଛନ୍ତି ନା, ସେ ଆପଣ ଶ୍ରାଦ୍ଧ ଦେବେ। କହିଲେ କେତେ ଜଣ ଶ୍ରାଦ୍ଧ ଅଛି କି ଉଠିଗଲାଣି? ଶ୍ରଦ୍ଧାରୁ ତ ଶ୍ରାଦ୍ଧ ନା। କେମିତି କି ସବୁ ବ୍ରାହ୍ମଣ ମାନେ କହୁଛନ୍ତି, ବ୍ରାହ୍ମଣ ମାନେ ପୁଣି ଆମର ବିରୋଧୀ ହେଇଯିବେ। କିଏ ପଣ୍ଡିତ କହୁଛନ୍ତି ମୁଁ ଜାଣିନି। ଯାହା ତୁମେ ଗୟାରେ କି ଯାଜପୁରରେ କି 22 ବାଜରେ ଶ୍ରାଦ୍ଧ ଦେଇ ଆସ, ଆଉ ଶ୍ରାଦ୍ଧ ଦବାକୁ ପଡ଼ିବ ନାହିଁ। ଧୀରେ ଧୀରେ ସେ କଥାଟା ଲୋପ ପାଇଗଲାଣି। ଆଶ୍ଚର୍ଯ୍ୟ କଥା। ବର୍ଷକୁ ଥରେ ଆମେ ପିତାଙ୍କ ଉଦ୍ଦେଶ୍ୟରେ, ମାତାଙ୍କ ଉଦ୍ଦେଶ୍ୟରେ ସାଧୁ ସନ୍ଥକୁ ଭୋଜନ ଦେବା, ବ୍ରାହ୍ମଣକୁ ଭୋଜନ ଦେବା, ଦକ୍ଷିଣା ଦେବା, ଶ୍ରାଦ୍ଧ ପକେଇବା। ଆଉ କେତେ ବଡ଼ କଥା। 365 ଯେ ଏଠି ଆମର ମର୍ତ୍ତ୍ୟଲୋକରେ, ପିତୃଲୋକରେ ଗୋଟିଏ ଦିନ। ଆମେ ଏଠି 3 ବକ୍ତ ଖାଉ, ପିତୃଲୋକରେ ଗୋଟିଏ ବକ୍ତ ଖାଆନ୍ତି। ତେଣୁ ଶ୍ରାଦ୍ଧଟା ଦେବା କଥା। ଶ୍ରଦ୍ଧାରୁ ଶ୍ରାଦ୍ଧ। ଆମର ଆଉ ଶ୍ରଦ୍ଧା ଅଛି? କେତେ କଷ୍ଟ ଲାଗେ। ତା ପାଇଁ ମୁଁ ଟଙ୍କା ରଖିବି, ତା ପାଇଁ ଘର କରିବି, ତା ପାଇଁ ଜାଗା କିଣିବି, ତା ପାଇଁ ମୁଁ ସୁନା କରିବି। ଜଣେ ଲୋକ ମୋ ଆଗରେ କହିଲେ, ଆଜ୍ଞା ଆପଣ ଏତେ କାମ କରିବେ, ଆପଣଙ୍କୁ ରିୱାର୍ଡ କ'ଣ ମିଳିବ? ମୋର ଡ୍ୟୁଟି। ଡ୍ୟୁଟି ସୁନା କିଣିବେ, ଜାଗା କିଣିବେ, ଘର କରିବେ, ଆପଣଙ୍କୁ ଦବ କ'ଣ? ସେ ପୋଡ଼ି ଦବ କ'ଣ? ପୁଣି ସମସ୍ତଙ୍କ ପାଉଁଶ ସହିତ ଆପଣଙ୍କର ପାଉଁଶ ମିଶିବ। ଶମଶାନ ବା ସମସ୍ତେ ସେଠି ସମାନ। ଆରେ ବଡ଼ ଲୋକର ପାଉଁଶ ଅଲଗା, ଛୋଟ ଲୋକର ପାଉଁଶ ଅଲଗା, ମଧ୍ୟମ ଲୋକର ପାଉଁଶ ଅଲଗା, ବାଉରୀ କଣ୍ଠର ହାଡ଼ିପାଣଙ୍କର ପାଉଁଶ ଅଲଗା, ବ୍ରାହ୍ମଣର ପାଉଁଶ ଅଲଗା। ଦେଖୁନାହାନ୍ତି ଶମଶାନରେ ଯେତେ ଲୋକ ପୋଡ଼ା ହେଉଛନ୍ତି, ମାନେ କୋଉ ଯୁଗରୁ ସେ ସମାନ ନା ପାହାଡ଼ ହେଇଯାଇଛି ନା ପର୍ବତ ହେଇଯାଇଛି। ଆମେ ବସିକି ଶମଶାନରେ ବହୁତ ଥର ଭାବିଛୁ, କାହିଁ ଉଚ୍ଚା ହଉନି। ଥରେ ଦେଖନ୍ତୁ, ଯଦି ମୃତ୍ୟୁର ରୂପକୁ ଆପଣ ଦେଖିପାରିବେ, ତାହେଲେ ଆପଣ ଆଧ୍ୟାତ୍ମବାଦୀ ହେବେ, ଆପଣ ସ୍ପିରିଚୁଆଲ ମାଇଣ୍ଡେଡ ହେବେ। ଯଦି ଆପଣ ଭାବିବେ ମୁଁ ମରିଯିବି, ମୃତ୍ୟୁର ନିକଟସ୍ଥ ହେଉଛି, କାଳ ମୋତେ ଗ୍ରାସ କରୁଛି, ମୁଁ ମହାକାଳର ଶରଣାପନ୍ନ ହେଇନାହିଁ, ମୃତ୍ୟୁ ମୋତେ କେବେ ଛାଡ଼ିବ ନାହିଁ। ଦେଖନ୍ତୁ
जन्म मृत्यु जरा व्याधि आपण को निश्चिंत हम जन्म होइचंदी माने मरिबे व्याधि रोगग्रस्त समस्ते हम एवं जरा वार्धक्य निश्चिंत आसो केमिति एते दिन पास कर जाइछि से कथा मने ना कौन मार्केटिंग करिया को आसीतले कौन मार्केटिंग हे गेलानी आमे तो जीवा बंधु घर गले कि कौन से बुलिया को गले बैग रे केते जिनिस पटा औषध पेस्ट ब्रश तेल साबुन लुगा पटा सब धरिया को सेटा नहले एयरपोर्ट की बस स्टैंड की रेलवे स्टेशन जाई हेबनी जेतोले सबुदिन पई आमे एठु विदा होई जिबा से बैग रे कोन रखिछ ना बैग पई कोन प्रस्तुत हेइछ चिंता करी देखंतु किछि अछि घाई जाको मुकुला तो बंध केते बांधुरे आपे मले जुग पर लगी कांदुरे माने घाई जाको मुकुला ये बंध बांधुछि आपे मले जुग जाए माने मरी गेले जुग जीव पर लगी कांदुरे कि प्रकार आश्चर्य कथा जने मरुछि लगे आ जने कांदुछि केते मोहग्रस्त से वास्तव भल पाई कांदुछि से आसक्ति कांदुछि कामनार कांदुछि ना सतरे कौन से भल पाई ये संसार रे आमे कलिकता जाइथिलु हाजरा रोड गुरुदेव विदेश अमेरिका आसते आमे गुरु को पाख गलु मान देखु आमे गले आगे गुरु फूलमाला टे गलु कारण समस्ते देवादेवी पुष्प को बहुत भल पाती गुरु भी पुष्प को बहुत भल पाती कारण पुष्प को कहीं भल पाती ये जन्म है केवल पर उपकार तार निजस्व स्वार्थ एथरे किछि ना से फुटी समस्त को आनंद दवापाई ये जीवन पुष्प फुटी समस्त को आनंद दवापाई ये जीवन पुष्प फुटी केवल परिवार लोक पुणी परिवार लोक भी कहीं नुह बढ़िया बाड़ी मरामरी केस को संभाल चली केवल गोटे कंप्रोमाइज करी गंडगोल हो गोटे कंप्रोमाइज करके समस्ते चलुचन ना रियली कौन स्वामी स्त्री की भल पाऊँ स्त्री स्वामी की भल पाऊँ बाप झील को भल पाऊँ झी बाप को भल पाऊँ गोटे कंप्रोमाइज कर चलुंट कंप्रोमाइज न कले डिस्टर्बांस सब जोटी कंप्रोमाइज हो पार ना से कौन समाजर अवस्था होती वकिल पोषा होती आ किछि नहीं मजिस्ट्रेट पोषा होती शह शह लक्ष लक्ष डिवोर्स केस चली ना गोटे केते केस जमी जमा गंडगोल केस लिटिगेशन देखुना खाई जाक मुकुला तो बंध केते बांधुरे बंध बांधुची मो पुओ मो झी मो घर मो द्वार मो बंधु आपे बोले जुग जाए तो मरीगले सब सरीगला तेणु कई कथा कहबार अर्थ मनुष्य भितर वैराग्य न आसिले फ्रस्ट्रेशन न आसिले विषाद न आसिले कौन किछि हबो तो जेतबेले कुंती भगवान महाभारत युद्ध पर जेतबेले द्वारिका फेरी जावाक बसुचंती किए कौन बर मागुच समस्ते आप जानते समस्ते बर भगवान कहले समस्ते बर माग समस्ते विभिन्न बर मागिले कुंती कहले प्रभु जो दुख थला जो कष्ट जंत्रणा थला से सब प्रभु दियो ना कहीं ना आपण तो राज्य पाइलु आमे भलरे रहिबु आपण तो चलीगले सुख पड़िबारु दुख थबार सिना आपण थिले पाखरे सहाय होतले आपण तो चली जे सुखरे रहिबु इंद्र मानकर धर्म सबल उपभोग करिबा सबले बहिर्मुखी से अंतर्मुखी होगा चाहिए नहीं कि भोगरू केतबेले निवृत्ति होगा चाहिए ना चाहिए कान एत शुणी अब कान कौच ना मुझे शुणी कहले आखि एत रूप देखिला कहला मुझे देखी ना नाक एत सुगंध नेला कहला मुझे गंध नेबी ना चर्म एत स्पर्श कला से कहला मुझे स्पर्श करी ना ज्ञानेन्द्र कथा आप देखते जुहा सामान्य टिके जदि अलणा हो कौन किए खाए ट्रक ट्रक खाद्य खाई सारे
80 वर्ष 90 वर्ष खाई साइलानी जदि टिके अलणा है आउ खाइब 2.5 इंच जुआ ताको इते डिस्टर्ब करदेव जे फैमिली डिस्टर्बांस मान रजगुणी तमन फोपाड़ी दे थे चिंता करंतु तो मन तुति भगारी न भजिला रामहरि मन आमर केते भगारी से रामहरि की कौन करुचे ना भजन कर जदि भजन करेंगे आपंकर विचार बंद हो सुंदर कथा जो अहंकार जीव से विचार बंद हम विचार बंद हेले आपण आत्मज्ञानर अधिकारी हेबे बा दिव्य ज्ञानर आपण अधिकारी प्रभुर इच्छा आज अलणा हबार अच्छे से अलणा खाइबे अनेक समाधि अच्छी ताको साधारणतः 2 भाग में व्यक्त कराई गोटे सविकल्प समाधि गोटे निर्विकल्प समाधि साधक समस्त किंतु कवि गोटे सहज समाधि कथा कहले से सहज समाधिटा समस्ते आपण मैंने अभ्यास करें समाधि अर्थ आत्मार अवस्थापन समाधि अर्थ मृत्यु समाधिस्थ लोक होगा मरीगला ये जीवात्मा परमात्मा को सहित मिलन होगा सेटा समाधि होगा जितेबले मनटा आत्मार अवस्थापन कला चैतन्य सहित युक्त होगा सेटा समाधि है यदि प्रत्येक कर्म आपण सहज समाधिटा को अभ्यास करेंगे सबु तुम्हें सबु तुम्हें सबु तुम्हें सबु तुम्हें आज अलणा प्रभु तुम्हें आज खाली रुटी प्रभु तुम्हें आज खाली चूड़ा प्रभु तुम्हें आज लुण पड़ जाइए प्रभु तुम्हें आज अलणा प्रभु तुम्हें देखु कौ शक्ति कौ जिनिस वर्ल्ड रे आपन को व्यतिव्यस्त विव्रत कर ओनली वन टेक्निक कहार दोष आपन दे पारिबे कहा को गाली दे पारिबे कहा को निंदा समालोचना कटुक्ति करि पारिबे इठी हरे कृष्ण कथा अच्छी से कथा रहीगला बाबा ये हरे कृष्ण कथा अच्छी ये फूल फल धूप दीप नैवेद्यर कथा अच्छी ये ड्रेस दाढ़ी बाल जटार कौपुनीर कथा अच्छी ये कौ संप्रदायर कथा रही केवल मनटा को आप रूपांतरित कर विवेक युक्त ज्ञान युक्त करेंगे प्रत्येक कर्म विवेक युक्त हम सबु तुम्हें वास्तव से न रहिले कौन सी काम ही भागवत गोटे पद करी कराऊ थाए मुई मो बिनु अन्य गति नहीं यहीटा ही क्रियायोग एतिकी कथा करने क्रियायोग समस्त को शिखाए भगवान निज भीतर अच्छा सर्वभूतर अच्छा तुम्हें देख चिंतन कर बोधरे रुह बोधटा ही ज्ञान आग तुम्हें चिंतन करिवो तापर साधना करिवो तापर तुम भीतर बोध आसीबो प्रकृति बोध हब समस्ते से आत्मा से करुचंती कराउचंती तांको बिनु केही आउ नहांती दुनिया रे साइंटिफिक देखिले भी सैया तेणु से बाबा जन कहले अच्छा जी हरे से कृष्ण से राम जदि है गोटा को डाकिले कौन हम ना एत डाक हरि को डाक कृष्ण को डाक राम को डाक बड़ा आश्चर्य कथा कहले एमती कथा मुझे शुणी ना मो गुरु मत कथा कहना केमी गुरु निर्वाचन कले ये ना कौन माँ गर्भरे जीव भजन करुला यहीटा कौन ब्रह्म नाम या जप कले कौन जीव उद्धार हुए यहाँ तो गोटे मांगलिक नाम घर प्रतिष्ठा पिलार जन्मदिन किए मला मूर्तिकार 14 दिन यही नाम हो तो मांगलिक नाम कौलिक नाम आपण ना बापा माँ सब देते कौलिक नाम गोटे गुह्य नाम बा गूढ़ नाम अच्छी गुरु पाखे से जानते सी कौन मो पाखे रहिले छाड़ी पलैले गोटे कौन तुम ए देख वृंदावन
ପ୍ରେମାନନ୍ଦ ବାବା ଖାଲି ରାଧେ 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 ହଉଛନ୍ତି, ଆଉ କିଛି ହଉନାହାନ୍ତି। କେତେ ଲୋକ ତାଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି, କେତେ ସେ ଶକ୍ତିର ଅଧିକାରୀ ହେଇଛନ୍ତି। 17 ବର୍ଷ ଡାଇଲିସିସ୍ ତାଙ୍କର ହେଉଛି, 2ଟା କିଡନୀ ଡ୍ୟାମେଜ୍, ତାଙ୍କ ଶରୀର ରୁଗଣ ହଉନାହିଁ, କି ତେଜ ବାହାରୁଛି। ସାରା ଭାରତ ବର୍ଷ ବିଶ୍ୱରୁ ଲୋକମାନଙ୍କୁ ଦର୍ଶନ କରିବାକୁ ଆସୁଛନ୍ତି। ଆମେ ସେଇ କଥା କହିଲୁ, ଏକ ସାଥ ସବ୍ ସାଥ, ସବ୍ ସାଥ ସବ୍ ସାଥ। ଆଜି କାଳୀ, କାଲି ଦୁର୍ଗା, କାଲି ଗ୍ରାମ ଦେବତୀ, କାଲି କଣ ବିଷ୍ଣୁ ରାମ କୃଷ୍ଣ, କୁଆଡେ କିଏ କୁଆଡେ ଯାଉଛି, କଣ ଠିକ ଠିକଣା କିଛି ଅଛି? ଯୋଉ ଭଜନ ଆମ ଭିତରେ ଚାଲିଛି 21,600 ଥର ବ୍ରହ୍ମ ଭଜନ। ତେଣୁ ବ୍ରହ୍ମ ମୁହୂର୍ତ୍ତରୁ ଚିନ୍ତି ବ୍ରହ୍ମ ଗୁରୁ, ବ୍ରହ୍ମ ମନ୍ତ୍ର କର ଭଜନ। ବ୍ରହ୍ମ ଅଂଶ ଜୀବ ତୋଷେ ଐକ୍ୟ ଭାବ, ବ୍ରହ୍ମ ଭାବି ହୁଅ ଚେତନ। ବ୍ରହ୍ମ ଅଂଶ ଜୀବ, ତୁ ବ୍ରହ୍ମର ଗୋଟେ ଅଂଶ। ବ୍ରହ୍ମର ନଥାଏ ଜନ୍ମ ମରଣ, ବ୍ରହ୍ମ ସର୍ବଠାରେ ପରିପୂର୍ଣ୍ଣ। ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ହୀନ ଘଟେ ଦେଖ ବ୍ରହ୍ମ ସମାନ। ବ୍ରହ୍ମ ଭଜନଟି ମହାଶୂନ୍ୟ ଚିନ୍ତା, ବ୍ରହ୍ମ ବିନା ଆଉ ସବୁ କଥା ମିଥ୍ୟା। ବ୍ରହ୍ମାନନ୍ଦ ହୋଇ କଲେ ବ୍ରହ୍ମ ଚିନ୍ତା, ଚିନ୍ତାରେ ଲଭିବୁ ନିର୍ବାଣ। ବ୍ରହ୍ମ ଭାବେ ସଦା ହୋଇଲେ ଜଡ଼ିତ, ବ୍ରହ୍ମ ଜୀବ ହୁଏ ଐକ୍ୟ ଜ୍ଞାନ ତତ୍ତ୍ୱ ଗୋଟିଏ ହେଇଯିବ। ବ୍ରହ୍ମ ଚିନ୍ତା କରି ମଧୁ ଦାସ ଚିତ୍ତ, ବ୍ରହ୍ମେ କି ହୋଇବ ମିଳନ। ତୁମେ ତ ଆସିଛ ତା ସହିତ ମିଳନ ହେବାକୁ, ତୁମେ କଣ ଇଆଡେ ସିଆଡେ ସବୁ ଭ୍ରମଣ କଲଣି? ତାହେଲେ ବାବା କୌଣସି ବିରୋଧ କରୁନା। ଏଇ ଚେତନା, ଏଇ କନସିୟସନେସ୍ ସବୁ ଲୋକଙ୍କର, ସବୁ ପ୍ରାଣୀଙ୍କର ଆସିବ। ଏଇ କନସିୟସନେସ୍ କାହାର ଆସିବ ନା, ଯେଉଁମାନଙ୍କ ଭିତରେ ବୈରାଗ୍ୟ ଅଛି, ଯେଉଁମାନଙ୍କ ଭିତରେ ବିବେକ ଅଛି, ଯେଉଁମାନେ ମୋକ୍ଷାଭିଳାଷୀ, ଯେଉଁମାନେ ପରମାତ୍ମା ପରବ୍ରହ୍ମକୁ ଦର୍ଶନ କରିବାକୁ, ଅନୁଭବ କରିବାକୁ ଚାହାନ୍ତି, ସେଇମାନଙ୍କ ଭିତରେ ଏଇ ଜ୍ଞାନଟା ଆସିବ। ଯେଉଁମାନେ ସଂସାରରେ ଗୁରୁ ଗ୍ରହଣ କରିନାହାନ୍ତି, କି ଗୀତା ଭାଗବତ ପଢ଼ିନାହାନ୍ତି, କି ଉପନିଷଦ ପଢ଼ିନାହାନ୍ତି, ସେମାନେ ସଂସାରରେ ଯେଉଁ ନୀତି ନିୟମ ରହିଛି, ମଙ୍ଗଳା ପୂଜା, ପଥେଇ ପୂଜା, ବାଟ ଓଷା, ଲକ୍ଷ୍ମୀ ବ୍ରତ, ଏଣେ ଅଳସୁଆ, କାର୍ତ୍ତିକ ମାସ ହବିଷ। ମା ଜଣେ କହୁଛନ୍ତି, ଇ ସରକାର ଆମକୁ ଚାହା ଦେଲାନି, ବିସ୍କୁଟ ଦେଲାନି। ଆରେ ତୁମେ ହବିଷ ଅର୍ଥ କ'ଣ ବୁଝିଛ? ପ୍ରଭୁଙ୍କୁ ତ ମଜା କରିବାକୁ, ଏଣ୍ଟରଟେନମେଣ୍ଟ କରିବାକୁ ଆସିଛ। ତୁମେ ଚାହା ଖାଇବ, ବିସ୍କୁଟ ଖାଇବ, ରାଜସ୍ୱ ଖାଇକି ତୁମେ ଠାକୁର ଦର୍ଶନ କରିବ? ଦେବସ୍ୱ ବ୍ରହ୍ମସ୍ୱ ରାଜସ୍ୱ, କେତେ ଭୟାଭୟ। ତାକୁ ଲୋକମାନେ ସାଦରରେ ଗ୍ରହଣ କରିଦେଉଛନ୍ତି। କିଛି ପର ଅନ୍ନେ ଜିହ୍ୱା ଦଗ୍ଧ, ପର ଦର୍ବେ ହସ୍ତଦଗ୍ଧ। କାହା ଜିନିଷକୁ ମାଡ଼ି ବୋଉଛନ୍ତି ଦେଖି ଖୁସି ହଉଛନ୍ତି ନା, ତା ହସ୍ତ ଆପଣ ଦଗ୍ଧ ହେଇଗଲା। କାହାର ଜିନିଷ ଆପଣ ଖାଇଦେଲେ, ଆପଣ ଜିହ୍ୱା ଦଗ୍ଧ ହେଇଗଲା। ତେଣୁ ସବୁବେଳେ ଦେବେ ନା ଗ୍ରହଣ କରିବେ? ଶାସ୍ତ୍ର କ'ଣ କହିଛି? ଦବା ଲୋକଟା ବଡ଼ ନା ଗ୍ରହଣ କରିବା ଲୋକଟା ବଡ଼? କୋଉ ଲୋକଟା ବଡ଼? କ'ଣ ଜୀବନରେ ଆପଣ ହେଲେ? ମନୁଷ୍ୟରୁ ସମ୍ବଳରୁ ପ୍ରଜାପତି ହେବେ ନା ସେଇ ସମ୍ବଳ ହେଇକି ରହିଛ? ଖାଲି ଗଲୁ 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 ଫଳିଯିବ। କେତେ ଜଣଙ୍କୁ ତମେ ଆନନ୍ଦ ଦେଇପାରୁଛ? କେତେ ଜଣଙ୍କୁ ତମେ ପ୍ରେମ ଦେଇପାରୁଛ? ତମର ଏଇ ଜୀବନଟା, ଆମେ ଦୀକ୍ଷା ଦେଲା ବେଳେ ପଚାରୁ, ଆପଣ ଭଗବାନଙ୍କୁ ଭଲ ପାଆନ୍ତି? ସମସ୍ତେ କହନ୍ତି ହଁ ଆମେ ଭଗବାନଙ୍କୁ ଭଲ ପାଉଛୁ, କିନ୍ତୁ ସେ ସଂଜ୍ଞା କାହାକୁ ଜଣା ନାହିଁ। ଭଗବାନଙ୍କୁ ଭଲ ପାଇବା ଅର୍ଥ ସମସ୍ତଙ୍କୁ ଭଲ ପାଇବା। ସ୍ଥୂଳରେ ସମସ୍ତଙ୍କୁ ଯିଏ ଭଲ ପାଇଲା, ସେ ଭଗବାନଙ୍କୁ ଭଲ ପାଇଲା। ଭ ଅର୍ଥ ଭଗବାନ, ଲ ଅର୍ଥ ଲୟ। ସୂକ୍ଷ୍ମକୁ ଆସିଲେ ଯିଏ ଭଗବାନଙ୍କ ଠାରେ ଲୟ ରଖିଲା, ସେ ଭଗବାନଙ୍କୁ ଭଲ ପାଇଲା। ଯେତେବେଳେ ଆପଣଙ୍କ ମନ ଆଜ୍ଞା ଆଉ ସହସ୍ରରେ ରହିଲା, କି ସେଇ ଚୈତନ୍ୟ ଚୁଟି ପାଖକୁ ଗଲା, ସେତେବେଳେ ଆପଣ ଭଗବାନଙ୍କୁ ଭଲ ପାଇଲେ। ତେଣୁ ସମସ୍ତେ ଏମିତି ତ ଉତ୍ତର ଗୋଟେ ଦେବେ ନା, ହଁ ଆମେ ଭଗବାନଙ୍କୁ ଭଲ ପାଉଛୁ। ନହେଲେ ଦୀକ୍ଷା ନେବା ପାଇଁ କ'ଣ ପାଇଁ ଆସିଛୁ? ଠିକ୍ ଅଛି, ଭଗବାନଙ୍କ ପାଇଁ
किए बंचिच ईश्वर किए बंचिच माने भगवान ये जीवनटा किए दब बंचिच तो भगवान जीवनटा दब तुमर आउ किसी डिजायर ना तुमर तो ओडिया कहले कामना बासना ना मो प्रभु को ध्यान करी मो प्रभु कथा कहि प्रभु नाम को जप करी प्रभु विद्यार्थी जगतर सेवा करी सबरी भीतर मो प्रभु भावे कि सेवा मोर किछि दरकार नहीं मु पिंधिबी कि खाइबी कि रहिबी कि बसिबी कि सोइबी कि कथा कहिबी मोर किछि दरकार मु तो नहीं आ मोर तो नहीं आ इच्छा तो नहीं आ संसार कोठी हबो किए बंचिच थरे जने कहले मु बंचिछि आमे भाबिलु ये कोन बुझिचंदी ना कहउचंदी प्रैक्टिकल देखिलु से बंचिना आमे सब बड़े चेष्टा करू हे भगवान आशीर्वाद कर कृपा कर जेते दिन ये संसार रही मु जानी नहीं कारण तुम्हें श्वास नौच तुम्हें छाड़ुच जदि मु नौ था मु छाड़ू था मु कौन जीवी कहती तुम्हें नौच तुम्हें छाड़ुच तुम्हें जो न नब मृत्यु हो छुईमे नाई तोते बोलिबे मोढ़ा से दिन छखंडी काठ बो तो लोड़ा छार देह को मन करिचु सज छंद कपट तीक्षण गोविंद भज कथा सब अधा रही जाउची समदर्शी निष्ठापर तप कसन शहे धीर निरते थाई परहित बोले कौन सबरी भितर मो भगवान सबरी भितर मो आत्मा से बोधर सेवा कर ईश्वर माया जानी चिते आपण समस्त को भल पाओ किंतु ईश्वर माया को जानतु कोठी संबंध रखतु रिलेशन रखतु ना ये मो पुओ ये मो स्त्री ये मो बापा ये मो माँ ये मो भाई ये मो कुटुंब ये मो दादा एड़ा संबंध रिलेशन एड़ा रखतु ना समस्त को भल पाओ किमती भल पाइबे ना सबरी भितर मो भगवान एटा होची ईश्वर माया को जानिले कौन हम ना आपण सब आनंदर अधिकारी निरते थाई परहिते ईश्वर माया जानी चित्ते चित्तरे जानी मनरे जाने बुद्धि जाने अहंकार जानी से चित्तरे जानी चित्तगत हो जाए भितर से जानी हेमंत गुरु पादे भजी हिंसा कपट हिंसा आम सब समस्त को हिंसा कर डायरेक्ट इंडे देखुना कार जदि भल कथा टे पड़ो आप टॉयलेट करें कि आपड़ कहे कौन से मोठर भल से कौन मोठर ज्ञानी से कौन मोठर सुंदर जमती स्वामी की ता स्त्री व्यतीत आउ को स्त्री कौन सुंदर लगे स्त्री की ता स्वामी व्यतीत आउ कहीं सुंदर लगे माँ को ता संतान जमती सुंदर लगे आउ को संतान कौन सेमती सुख लगे सुख कौच भल लगे आश्चर्य भगवान सृष्टिर कथा तेणु कथार सार कथा होची आमर निर्वाचन भूल होमें प्रकृत गुरु पाखे पहुँची पारूने आम आदर्श गुरु आचार्य गुरु सद्गुरु पाखे रही जाऊे किंतु गीता भागवत प्रमाण अच्छी आम तत्व गुरु ठार ज्ञानी और तत्व गुरु ठार आम दीक्षा ग्रहण करवा दीक्षा ग्रहण कले आम भितर दक्षता आसब कौन ना आम से आत्मज्ञानर दिव्य ज्ञानर अधिकारी हवा से गुरु कहे प्रथमे दिव्य ज्ञानर अधिकारी हवा हेले तुमको सर्वप्रथम भगवान को भल पाओ फास्ट शिक्षा लेसन दिज्व तुम्हें भगवान को भल पाओ कहीं हवाई सबुतिर हवाई लगेले आपणकर साधना हम जदि आप हवाई न लगेबे आपणकर केबे साधना हम देखंतु अंध भाव को जिनस को ग्रहण करंतु नहीं आप जीवश्रेष्ठ आपण भितर भगवान अच्छा
समय बसई सर्वदेहे मूढ़ न जाने माया मोहे सबरी भितर समान परिमाण से अच्छे देखु छुटिया कथा को बड़ कथा पवन वीआईपी लोक गरीब लोक हिंदू मुसलमान ख्रीस्टियान लोक पवन भगवान का अलग कर वर्षा का अलग कर नाई नहीं धनी लोक पैसा देती आपाई वर्षा कि गरीब लोक पैसा देना पवन कर आलोक सूर्यालोक क्या कर आकाश क्या अलग कर पृथ्वी क्या अलग कर आपण को किणी ना आप जुआर जातु चलतु बुलतु बसतु किसी किए बंद करें कौट कर सीना टे जमबाड़ी रेस्ट्रिक्शन होती 50 वर्ष भितर कि 60 वर्ष भितर तापर उष पड़ा ना जंगल होना जी जोट पाला से बास करूला ना भगवान ये सब सबकि थाई जब से क्या अंतरपांतर करना तुमर कौन ये अंतरपांतर पागला हो कथा भावे सतरे मनीष गोटे पशु ठार आहरी हीन ये मनीष मुझे दिन साधना पीरियड देखिली अति भयंकर होचे मनीष अति भल भी मनीष भगवान कहले मनुष्य देहे दिव्य ज्ञान दिव्य ज्ञान केमिति आसीबो से आलोचना चली प्रथमे भगवान को भल पाओ जमी भगवान समस्त को भल पाँच तुम्हें सेमती भगवान को भल पाओ कहीं भल पाइब वाई आम जहाँ ठारू चाह कपे पीदबा तापति आमर वीकनेस आसब ना आसबनी जहाँ आप खंडे पान खाईदेवे वीकनेस आसब ना आसब मिठा दीटा खाईदेवे साथी साथी आप फरे कथा कहे तो देखला हाथ जोर दे भारी भल लोक जी ए संसार रे बड़ मिठा कौटाक बड़ मिठा कौटाक किए कहीपर बड़ मिठा अरे मिठा खाइले समस्ते आनंद हुए ए सीना डायबिटीज हो लोक टे मिठा खाया भल पाऊना तथापि मिठा खाऊ डायबिटीज पेसेंट मिठा खाऊ बड़ मिठा कौटाक माने इमिति आनंद हम से मिठा खाइले आउ को मिठा ता संगे माने समान हम किए कहीपर बड़ मिठा हूँ प्रशंसा जहाँ प्रशंसा करी कही दिंतु ओ किसी आनंद खाली टिके निंदा कर दिंतु सबू सरीगला तुम जहाँ दे सब भूल हो जिते मिठा पिठा खाया दिव मन भल लगे छाड़ तुम निंदा कलुणु मुझे मिठा तो घर खाई सब बीता गला जदि खाली प्रशंसा टिके करदेल अरे बा गुरुदेव आम कहले गुरुदेव कथा भूलीगली हाजर गोटे गुरुदेव था आम फूलटे नौ आ गुरुदेव संदेश क्या भल पाती से संदेश टी नौ जो गुड़े जो संदेश होता है चीनी गुरुदेव खाया भल पाऊन चीनी खाइले काम शक्ति बढ़े लुण खाइले आसक्ति बढ़े लुण खाइले आसक्ति बढ़े मिठा खाइले काम शक्ति प्रबल हुए तो साधु माने प्रकृत साधक मिठा खाइबे नहीं लुण खाइबे नहीं क्षीर खाइबे नहीं घृत खाइबे नहीं आ वेजिटेरियन तो हे पनीपरिया सिझेकी खाइबे सप्तदश अध्याय श्रद्धातर विभाग जोगरे भगवान कही भल भाव पढ़े सात्विक खाद्य राजस्विक खाद्य तामसिक खाद्यर कथा से कही जहाँ खाइले आयु बढ़ सत्वगुण बुद्धि पाइब लोक निरोग हम से खाद्य खाइबा आयु शब्द बड़ा रोग सुख पीति विवर्धना 16टा लेखा अच्छे आप खाइले आयु बढ़ आउ कौन बन सत्वगुणर सृष्टि हम कारण जेपरी अन्न सेपरी मन दीटा कथा को जदि आप निर्वाचन न करेंगे कौन ना खाद्य संयम फास्ट हूँ डाएट कंट्रोल थे कही सत्संग डॉक्टर जिते औषध दिंतु आग खाद्य कथा कह जदि खाद्य ठीक न खाई आप जिते औषध खातु औषध खातु कौन सी रोग भल हेनी वर्ल्ड
ଜ୍ୱର ହେଇଛି ସେ ବୁଡ଼ିବ ପାଣିରେ, ଯେତେ ଔଷଧ ଇଞ୍ଜେକ୍ସନ୍ ଦେଲେ ଭଲ, ଡାଇବେଟିସ୍ ହେଇଛି ସେ ମିଠା ଖାଇବ, ଯେତେ ଇନ୍ସୁଲିନ୍ ଦେଲେ ଯାହା ଦେଲେ କଣ୍ଟ୍ରୋଲ ହବ। ଶ୍ୱାସ ହେଇଛି ସେ କଦଳୀ ଖାଇବ, ଦହି ଖାଇବ, କାକୁଡ଼ି ଖାଇବ, ଯେତେ ଶ୍ୱାସ ଔଷଧ ଖାଇଲେ ସେ ଭଲ ହବ। ପେଟରେ ଗ୍ୟାସ୍ ହେଉଛି, ଯଦି ମାଛ ମାଂସ ଖାଇବ ତା ଗ୍ୟାସ୍ ଭଲ ହବ। ତେଣୁ ଆଗ ହେଉଛି ଖାଦ୍ୟ ସଂଯମ। ତେଣୁ ଆହାର ଜିଣିମ ଆସନେ ଯୋଗ ଅଭ୍ୟାସ ଦୃଢ଼ ମନ। ଯେ ଯୋଗ ଅଭ୍ୟାସ କଲା, ଆସନରେ ବସିଲା, ତାର ଖାଇବାର ଭୋକ ମରିଯିବ। ଯେଉଁମାନେ ବେଶୀ ଖାଇବାକୁ ବ୍ୟସ୍ତ ହୁଅନ୍ତି ସେମାନେ ଚଞ୍ଚଳ ମନା ବ୍ୟକ୍ତି। ଯେଉଁମାନେ ସ୍ଥିର ମନା ବ୍ୟକ୍ତି, ସାତ୍ତ୍ୱିକ ଭାବାପନ୍ନ ବ୍ୟକ୍ତି, ସେମାନେ ଖାଇବା ପାଇଁ ଇଚ୍ଛା କରନ୍ତି। ସେମାନଙ୍କର ଖାଦ୍ୟର ଆବଶ୍ୟକତା ନାହିଁ, ଯାହା ଖାଆନ୍ତି ତା ସମର୍ପଣ କରିଦିଅନ୍ତି, ଖାଆନ୍ତି। ଯେଉଁ ଖାଦ୍ୟ ସମର୍ପଣ ନ ହୁଏ ତା ସେଇଟା ପଏଜନ। ଆପଣ ଖାଦ୍ୟ ଖାଇଲେ ରୋଗ ହବ, କିନ୍ତୁ ପ୍ରସାଦ ଖାଇଲେ ଭଗବତ ଗୀତା କହୁଛି ଆପଣଙ୍କର ରୋଗ ହବ। ଏ କଥା କ'ଣ ବୁଝିପାରୁଛନ୍ତି? ଛୋଟିଆ ଛୋଟିଆ କଥା ଜୀବନରେ ଭୁଲ କାହିଁକି ରୋଗ ହେଲା? ପ୍ରଭୁଙ୍କ ପ୍ରସାଦ ଖାଇବେ, ରୋଗ ହବ? ଯାହା ରୋଷେଇ ହବ, ସମର୍ପଣ ହବ, ତୁଳସୀ ପଡ଼ିବ, ନହେଲେ ଆପଣଙ୍କର କ୍ରିୟା ଯୋଗ ପରମ୍ପରାର ଭଗବତ ଗୀତାର 4th ଅଧ୍ୟାୟର 24-16 ଅଛି। ବ୍ରହ୍ମାର୍ପଣଂ ବ୍ରହ୍ମହବି ବ୍ରହ୍ମାଗ୍ନ ବ୍ରହ୍ମାଣାହୁତମ୍ ବ୍ରହ୍ମୈବ ତେନ ଗନ୍ତବ୍ୟଂ ବ୍ରହ୍ମକର୍ମ ସମାଧିନା। ଅହଂ ବୈଶାନର ଭୂତା ପ୍ରାଣୀନାଂ ଦେହମାଶ୍ରିତ ପ୍ରାଣପାନ ସମାଯୁକ୍ତ ପଚାମନଂ ଚତୁର୍ବିଧମ୍। ପଢ଼ା ହେଇକି ଖାଦ୍ୟ ଚଳୁଇ ଖାଇବାକୁ କୁହାଯାଏ। ତେଣୁ ଆମେ ଜୀବନଟା ଶୃଙ୍ଖଳିତ ନୁହେଁ, ବ୍ୟବସ୍ଥିତ ନୁହେଁ, ଏବଂ ଜୀବନଟାକୁ କେମିତି ଆମେ ଚାଳନା କରିବା, ଧାରଣ କରିବା, ଆମେ ସେ କଥା ଶିଖିନେ। ତେଣୁ ତତ୍ତ୍ୱଗୁରୁ ଗ୍ରହଣ କଲେ ଗୁରୁ ଆପଣଙ୍କୁ ବାଟ ବତେଇ ଦେବେ, ରାସ୍ତା ଦେଖେଇ ଦେବେ। ଗୁରୁ ଗିଭ୍ ମି ଇଣ୍ଡିକେସନ୍ what you are to culture। ଗୁରୁ ଆପଣଙ୍କୁ ଉପଦେଶ ଦେବେ, ଆପଣ ତାକୁ ପାଳନ କରିବେ। ଜଣେ 2 ଜଣ ଗୁରୁଙ୍କ ପାଖକୁ ଗଲେ। 2 ଜଣ ଗୁରୁ କହିଲେ, ତୁ ମଟର କିଛି ନେ, ତୁମେ ମଟର କିଛି ନିଅ। 2 ଜଣଙ୍କୁ ଦେଲେ, କହିଲେ ମୁଁ 4 ବର୍ଷ ପରେ ଫେରିବି, ତାପରେ ତୁମ ସହିତ କଥା। 4 ବର୍ଷ ପରେ ଗୁରୁ ଆସିଲେ। ଜଣେ କହିଲେ ମଟର 500 ନେଇ ତାକୁ ଗୋଟେ କାଚ ବମ୍ ଭିତରେ ରଖି ତାକୁ ଫୁଲ ଧୂପ ଦେଇ ପୂଜା କଲେ। ଗୁରୁ ଦେଇ ଯାଇଛନ୍ତି, ସବୁନେ ଗାଧେଇ ସାରି ମୁଣ୍ଡିଆ ମାରି ଫୁଲ ଧୂପ ଦେଇ ପୂଜା କଲେ। ଆଉ ଜଣେ କ'ଣ କହିଲା, ଆରେ ଗୁରୁ ତ ଦେଇ ଯାଇଛନ୍ତି ମଟର, ତେଣୁ 4 ବର୍ଷ ପରେ ଫେରିବେ। ସେ ତା ଚାଷ ଜମିରେ ମଟରକୁ ବୁଣିଦେଲା। ଗଛ ବି ବହୁତ ମଟର ଫଳିଲା, ପୁଣି ତାକୁ ବୁଣିଦେଲା, ପୁଣି ମଟର ଫଳିଲା। 4 ବର୍ଷ ବେଳକୁ ଗୁରୁ ଆସିଲା ବେଳକୁ 4 ବସ୍ତା ମଟର ହେଇଯାଇଛି। ଖାଇ ଲୋକଙ୍କୁ ଦେଇ ଆଉ 4 ବସ୍ତା ମଟର ସେ ରଖିଛି। ଇଏ ବାବୁ କ'ଣ କରୁଛନ୍ତି, କାଚ ବମ୍ ଭିତରେ ସେ ମଟରକୁ ରଖି ଭଲ କି ବାନ୍ଧି ନାଲି କପଡ଼ା ଘୁରେଇ ଫୁଲ ଧୂପ ଦୀପ ଦିଆ ହେଉଛି। ଆଉ କ'ଣ? ଗୁରୁ ତାକୁ ଡାକିଲେ, 4 ବର୍ଷ ପରେ ଫେରିଲେ, କହିଲେ ବାପା ମଟର ଦେଇଥିଲୁ କ'ଣ କଲୁ? ନାହିଁ, କାଚ ବମ୍ ଭିତରେ ରଖିଛି, କନା ନାଲି କପଡ଼ା ଘୁରେଇଛି, ଆଉ ଫୁଲ ଧୂପ ଦୀପ ଦେଉଛି। ଆପଣ ଶ୍ରଦ୍ଧାରେ ଦେଇ ଯାଇଛନ୍ତି, ମୁଁ ଆଗକୁ କ'ଣ କରିବି? ନା ଖୋଲିକି ଦେଖିଲ ସବୁ ଚୋପା। କ'ଣ ହେଇଛି ନା ପୋକ ସୃଷ୍ଟି ହେଇ ସବୁ ଖାଇ ଦେଇଛନ୍ତି, ଚୋପା ଗୁଡ଼ାକ ଅଛି। ଆଉ କ'ଣ? ରେ ବା ତୁମେ କ'ଣ କରିଛ? ନା ଆଜ୍ଞା, ମଟରକୁ ବୁଣି ଗଛ କରି ଖାଇ ଲୋକଙ୍କୁ ଖୁଆଇ 4 ବସ୍ତା ରଖିଛି ଆପଣ ପାଇଁ। ନା ତୁମେ ଠିକ୍ କରିଛ। ଏ କଥାରୁ କ'ଣ ଶିଖିଲେ? ସଂକ୍ଷେପରେ ବାବା କହିଲେ, ବହୁତ ଲୋକ ଦୀକ୍ଷା ନିଅନ୍ତି, ଗୁରୁଙ୍କ ପ୍ରତି ଶ୍ରଦ୍ଧା ନଥାଏ, ଗୁରୁଙ୍କ ପ୍ରତି ବିଶ୍ୱାସ ନଥାଏ, ଗୁରୁଙ୍କ ପ୍ରତି ଭକ୍ତି ନଥାଏ, ଏବଂ ଗୁରୁଙ୍କ କଥାକୁ ସନ୍ଦେହ ସଂଶୟ କରନ୍ତି। ତେଣୁ ସେ କ'ଣ ହୁଅନ୍ତି ନା ସାଧନା ଯେଉଁଟା ନିଅନ୍ତି ତାକୁ ସେମାନେ ଆଉ ଜୀବନରେ କାର୍ଯ୍ୟକାରୀ କରନ୍ତି। ଗୁରୁଙ୍କ ଫଟୋ ରଖି, ଗୁରୁଙ୍କ ବହିକୁ ରଖି ଫୁଲ ଧୂପ ଦେଇ ମୁଣ୍ଡିଆ ମାରି
ଦିନ କାଟି ଦିଅନ୍ତି। ଆଉ ପଞ୍ଚାଏ ଶିଷ୍ୟ କ'ଣ କରନ୍ତି ନା ଗୁରୁଦେବ ଯେଉଁ ଉପଦେଶ ଦେଲେ ତାକୁ ପ୍ରାକ୍ଟିସ୍ କରି ତାକୁ ସାଧନା କରି ଏବଂ ଗୁରୁ ଦିଅନ୍ତି ଚରଣେ, ଶିଷ୍ୟ କରେ ଭରଣେ ଏବଂ ସାଧନା କରି 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 ସେ ଦିବ୍ୟ ଜ୍ଞାନର ଅଧିକାରୀ, ଆନନ୍ଦ ପ୍ରେମର ଅଧିକାରୀ ହୁଅନ୍ତି। ସବୁରି ଭିତରେ ମୋ ଗୁରୁ, ସବୁରି ଭିତରେ ମୋ ଭଗବାନ ଦର୍ଶନ କରି ଭାବରେ ବିଭୋର ହେଇଯାଆନ୍ତି। ତେଣୁ ଏଥିରୁ ଆପଣ ନିର୍ଣ୍ଣୟ କରି ନିଅନ୍ତୁ ଦୀକ୍ଷିତ ଲୋକମାନେ, ଆପଣ ଗୁରୁଙ୍କର ସାଧନାଟାକୁ ବାକ୍ସରେ ରଖିଛନ୍ତି ନା ଗୁରୁଙ୍କର ସାଧନାଟାକୁ ଲାଇଫରେ ଇମ୍ପ୍ଲିମେଣ୍ଟ ୱାର୍କ ଆଉଟ୍ କରିଛନ୍ତି। ନିଜକୁ ପଚାରି ବୁଝନ୍ତୁ ଆପଣ ଭିତରେ କେତେ ଶାନ୍ତ ଅବସ୍ଥା, କେତେ ସ୍ଥିର ଅବସ୍ଥା ଆସିଛି, କେତେ ମନରୁ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଯାଇଛି। ଆପଣ ସମଦର୍ଶୀ, ସମଭାବାପନ୍ନ ହେଇଛନ୍ତି ଏବଂ ସବୁରି ଭିତରେ ମୋ ଗୁରୁଙ୍କୁ ଦେଖି ଆପଣ ଭାବରେ ବିଭୋର ହେଉଛନ୍ତି। ଯାହା ଭିତରେ ଗୁରୁ ଶ୍ରଦ୍ଧା, ଗୁରୁ ବିଶ୍ୱାସ, ଗୁରୁ ଭକ୍ତି ଅଛି, ସେ କାହା ପାଇଁ ବାଧକ ହେବ ନାହିଁ, ସେ କାହା ପାଇଁ ବାଧକ ହେବ ନାହିଁ, ସମସ୍ତଙ୍କ ପାଇଁ ସେ ମଙ୍ଗଳମୟ ହେବ। ସମସ୍ତେ ତାକୁ ଦେଖିଲେ ଖୁସି ଏବଂ ଆନନ୍ଦ ହେବେ, ତାକୁ ପ୍ରଣାମ କରିବେ, ତାକୁ ପୂଜା କରିବେ। ଯାହା ଭିତରେ ଗୁରୁ ଶ୍ରଦ୍ଧା ନାହିଁ, ଗୁରୁ ବିଶ୍ୱାସ ନାହିଁ, ଗୁରୁ ଭକ୍ତି ନାହିଁ, ଯିଏ ଗୁରୁଙ୍କ କଥାକୁ ସନ୍ଦେହ କଲା, ସଂଶୟ କଲା, ଆଲୋଚନା ପର୍ଯ୍ୟାଲୋଚନା କଲା, ସେ ସମସ୍ତଙ୍କ ପାଇଁ ବାଧକ ଆଉ ଗୁରୁଙ୍କୁ ଖରାପ ଦୃଷ୍ଟିରେ ଦେଖିବ। ତେଣୁ ଏଥିରୁ ଆପଣ ଚିନ୍ତା କରନ୍ତୁ। ଜଗନ୍ନାଥ ଦାସ ସେଥିଲାଗି ଲେଖିଲେ ଭାଗବତରେ କ'ଣ, ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। କହିଲେ ସାଧନାର ମୂଳ ହେଉଛି କ'ଣ ନା ବିଶ୍ୱାସ। ତେଣୁ ସାଧକର ସମ୍ବଳ ହେଉଛି କ'ଣ ନା ବିଶ୍ୱାସ। ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ, ବିଶ୍ୱାସ ବିନା କର୍ମ ଯେତେ ଫଳ ନ ଫଳେ କଦାଚିତ୍। ଯେମିତି ନାରଦ ସ୍ୱର୍ଗକୁ ଗଲେ, ଦି ଜଣ ସାଧନା କରୁଥିଲେ, ଦି ଜଣ ଯାହା ପଚାରିଲେ ଆମେ କେବେ ଭଗବାନଙ୍କୁ ଦର୍ଶନ କରିବୁ? ନାରଦ ଫେରି ଆସିଲେ, ଜଣୁ କହିଲେ 7 ଜନ୍ମ ପରେ ତୁମେ 7 ବର୍ଷ ପରେ ତୁମେ ଭଗବାନଙ୍କୁ ଦର୍ଶନ କରିବ। ଆଉ ଜଣେ କହିଲେ ଗଛର ଯେତିକି ପତ୍ର ଅଛି ସେତିକି ଜନ୍ମ ଗଲା ପରେ ତୁମେ ଭଗବାନଙ୍କୁ ଦର୍ଶନ କରିବ। କହିଲେ ଆହୁରି 7 ବର୍ଷ? ମୁଁ ଏତେ ଦିନ ସାଧନା କଲି, ସତରେ କ'ଣ ଭଗବାନ ଆଉ 7 ବର୍ଷ ପରେ ଆସିବେ ଦର୍ଶନ ଦେବେ? କଥାରେ ସନ୍ଦେହ ହେଇଗଲା, ଅବିଶ୍ୱାସ ଭାବ ଆସିଗଲା। ସତରେ କ'ଣ ହବ? ଇଏ କହିଲେ କ'ଣ ହେଲା, ଏ ଗଛରେ ଯେତିକି ପତ୍ର ସେତିକି ଜନ୍ମ ପରେ ଭଗବାନ ମତେ ଦର୍ଶନ ଦେବେ। ଆହା, ଭଗବାନ ତ ମତେ ଦର୍ଶନ ଦେବେ, ଅସୁବିଧା ନାଚିଲା, ଆନନ୍ଦରେ ଡିଇଁଲା, କୁଦା ମାଇଲା, ପୁରା ପ୍ରେମ ହେଇଲା, ଆଉ ତାର କିଛି ଜ୍ଞାନ ରହିଲାନି। ଭଗବାନ ତାର ଆନନ୍ଦ ଦେଖିବାକୁ ରହିପାରିଲେ ନାହିଁ, କାରଣ ଭକତ ଲାଗି ମୋର ଅବତାର ନା, ମୋର ଭକତ ମୋର ମିତ, ସେ କରେ ଜଗତ ପବିତ୍ର। ମୋର ଭକ୍ତ ଯିଏ, ମୋର ସେ ମିତ, ଭକତ ମୋ ପିତାମାତା, ଭକତ ମୋ ବନ୍ଧୁ, ଭକତ ନିମନ୍ତେ ତୋର ନାମ କୃପା ସିନ୍ଧୁ। ତାହାର ତାଣ୍ଡବ ନୃତ୍ୟ ଦେଖି, ତାହାର ଆନନ୍ଦ ଦେଖି ମୁଁ କ'ଣ ଆଉ ରହିପାରିଲି ବୈକୁଣ୍ଠରେ? ମୁଁ ପଳେଇ ଆସିଲି ତାକୁ ଦର୍ଶନ ଦେବି ବୋଲି, ତାକୁ ଦେଖିବି ବୋଲି। ଦର୍ଶନ ଦେବି ବୋଲି ଭୁଲ ହେଇଗଲା, ମୁଁ ତାକୁ ଦେଖିବା ପାଇଁ ପଳେଇ ଆସିଲି। ନାରଦ ଏ କଥାର ଉତ୍ତର ପାଇଲେ। କଥା କ'ଣ? ମୋ ଗୁରୁ କହିଛନ୍ତି ସାଧନା କଲେ ମୋର ଆତ୍ମୋପଲବ୍ଧି, ବ୍ରହ୍ମୋପଲବ୍ଧି ନିଶ୍ଚିନ୍ତ ହବ। ଗୀତାରେ ଲେଖା ଅଛି ସଂଶୟ ଆତ୍ମା ବିନଶତି। ସାଧନାର ସାଧକର ବଡ଼ ସମ୍ବଳ ହେଉଛି ବିଶ୍ୱାସ। ଦେଖନ୍ତୁ, ଯେଉଁମାନେ ବିଶ୍ୱାସ ନକରି ସାଧନ ଭଜନ କରିଛନ୍ତି, ଯାହାଙ୍କର ଗୁରୁ ଶ୍ରଦ୍ଧା, ଗୁରୁ ବିଶ୍ୱାସ, ଗୁରୁ ଭକ୍ତି ନାହିଁ, ସେମାନେ କେବେ ସାଧନାର ଅଗ୍ରସର ହେଇପାରିବେ, ଆତ୍ମଜ୍ଞାନର ଅଧିକାରୀ ହେଇପାରିବେ ନାହିଁ। ତାଙ୍କ ଭିତରେ ବିଚାର ଆସିବ, ତାଙ୍କ ଭିତରେ ଅହଙ୍କାର ରହିବ, ମୁଁ ମୋର ଭାବ ରହିବ। ଜଣେ ଗୃହସ୍ଥ ଲୋକ ଭିତରେ ମୁଁ ମୋର ଭାବ ରହିବ, ଜଣେ ସାଧକ ଭିତରେ
ମାନେ ବ୍ରହ୍ମଚାରୀ ସନ୍ନ୍ୟାସ ହେଇଛନ୍ତି ମୁଁ ଭାବ ନେଇ ରହିଯିବେ, ସାତ୍ଵିକ ମୁଁ ନେଇ ରହିଯିବେ। କୋଉ ସାଧକ ରାଜସିକ ମୁଁ ନେଇ ରହିଯାଉଛନ୍ତି, ସୁନା ଆଙ୍ଗୁଳି ସୁନା ମୁଦି ଟିପଟପ୍ ଭାବରେ ରହି ତୁ ତା ବା କହି ବିଭିନ୍ନ ପ୍ରକାର ଆଇଟମ୍ ଖାଇ ଆନନ୍ଦରେ ଦିନ କାଟୁଛନ୍ତି। କାହିଁ ସେ ମୁଖ୍ୟ କଥା ଚିନ୍ତା କରିବେ, କାହିଁ ପରମାତ୍ମା ପରମ ବ୍ରହ୍ମ କଥା ଭାବିବେ? ଗଛର ମୂଳରେ ପାଣି ଦିଅନ୍ତୁ, ଡାଳ ଫୁଲ ଫଳ ପୁଷ୍ପ ସବୁ କିଛି ପାଇବେ। ପରମାତ୍ମା ପରମ ବ୍ରହ୍ମକୁ ଧ୍ୟାନ କରନ୍ତୁ। ସେ ଆପଣ ଭିତରେ ଅଛନ୍ତି, ସେ ବାହାରେ ଅଛନ୍ତି ଏବଂ ସେ ମଧ୍ୟ ଦର୍ଶନ ଦେବେ ଏବଂ ତାଙ୍କ ସହିତ ଆପଣ ମିଳନ ଏକକାର ହୋଇପାରିବେ। ଏ କଥା ତତ୍ତ୍ୱଗୁରୁ ଆପଣଙ୍କୁ ହିଁ ସୁନ୍ଦର ଭାବରେ କହିବେ। କେତେବେଳେ କହିବେ ନା ଆପଣ ଏକରେ ପାତ୍ର ହେଇଥିବେ, ଦୁଇରେ ନିଜକୁ ସମର୍ପଣ କରିବେ। ଭଲ ପାଇବା କଥା ରହିଛି, ଅଳ୍ପ ଟିକେ କହି ବନ୍ଦ କରିଦେବୁ। ତେଣୁ ଭଗବାନଙ୍କଠୁ ଆମେ କ'ଣ ନ ପାଉଛେ, ସବୁକିଛି ତାଙ୍କର। ଆମେ କିନ୍ତୁ ଉପଲବ୍ଧି କରିପାରୁନେ, ସବୁକିଛି ତାଙ୍କର। ତାଙ୍କଠୁ ସୁନ୍ଦର କଥା, ସେ ଆପଣ ଭିତରେ ଶ୍ୱାସ ପ୍ରଶ୍ୱାସ ଟାଣୁଛନ୍ତି। ଜନ୍ମ ପୂର୍ବରୁ ଥିଲେ, ମା ଗର୍ଭରେ ଥିଲେ ଏବଂ ମଲା ପରେ ମଧ୍ୟ ସେ ଆପଣଙ୍କ ସାଥିରେ ଅଛନ୍ତି। ଏକୁଟିଆ ସେ, ଆଉ କେମିତି କହିଲେ ସମୟ ଲାଗିବ। ନେକ୍ସଟ ଏପିସୋଡରେ କହିବା ଭଗବାନ କେମିତି ପୂର୍ବରୁ ଥିଲେ, ମା ଗର୍ଭରେ ଥିଲେ ଏବଂ ମଲା ପରେ ମଧ୍ୟ କେମିତି ସେ ଆମ ସହିତ ରହନ୍ତି। ଗୋଟେ ସୁନ୍ଦର କଥା। ବାସ୍ ତାଙ୍କୁ ଆମେ ଭଲ ପାଇବା ନାହିଁ। ସେକେଣ୍ଡ, ତାଙ୍କ ନିକଟରେ ନିଜକୁ ସମର୍ପଣ କରିଦେବା ପୂର୍ଣ୍ଣ ମାତ୍ରାରେ। ତାପରେ ସମସ୍ତ ଉପାସନାରୁ ମୁକ୍ତି ହେଇଯିବା। ଯେତେ ପ୍ରକାର ସବୁ ଉପାସନା ଅଛି ଏ ଭାରତ ବର୍ଷରେ, ବିଭିନ୍ନ ପ୍ରକାର ଉପାସନା। ଆପଣ କାହାକୁ ବିରୋଧ କରିବେନି, କାହାକୁ ନିନ୍ଦା କରିବେନି, କାହାକୁ ଘୃଣା କରିବେନି, କି ଭୁଲ କରୁଛି ବୋଲି ଆପଣ କହିବେ ନାହିଁ। ଆପଣ ଲକ୍ଷ୍ୟ ପରମାତ୍ମା ପରମ ଉପଲବ୍ଧି। ମୁଁ ଯେଉଁ ମୂଳ ଉତ୍ସରୁ ଆସିଥିଲି ସେଇ ମୂଳ ଉତ୍ସ ସହିତ ମୁଁ ମିଶିଯିବି। ସମସ୍ତ ଉପାସନାରୁ ଆପଣ ମୁକ୍ତ ହେବେ। କାହିଁକି ନା ଚଞ୍ଚଳତା ଅସ୍ଥିରତା ଆସିବ, କର୍ତ୍ତା ଭାବ ରହିବ। ମୁଁ ଗୋଟେ ପୂଜା କରିବି, କର୍ତ୍ତା ଭାବ। ଫୁଲ ଆଣିବି, ଧୂପ ଆଣିବି, ନୈବେଦ୍ୟ ଆଣିବି, ପଞ୍ଚାମୃତ କରିବି, ଲୋକମାନଙ୍କୁ ଡାକିବି, ଖାଇବି ତ ହଲିଯିବି। ଚଞ୍ଚଳତା ଆସିବ, ଅର୍ଥର ଆବଶ୍ୟକତା ହେବ, ମୋର କର୍ତ୍ତା ଭାବ ରହିବ। ଉପାସନା କାହିଁ କରିବି? ଗୋଟେ ରେଜଲ୍ଟ ପାଇଁ। ମୋର ତ କିଛି ରେଜଲ୍ଟ ଦରକାର ନାହିଁ, ମୁଁ ଉପାସନା କାହିଁ କରିବି? ମନୁଷ୍ୟ ସୁଖ ଭୋଗଛନ୍ତି, ନାନାଦି ଦେବତା ପୂଜନ୍ତି। କହିଲେ କିଏ ଭଲ ପାଇ ମନ୍ଦିରକୁ ଯାଇଛି, ମୁଁ ପ୍ରଭୁଙ୍କ ପାଇଁ ଫୁଲ ନେବି, ଭୋଗ ନେବି, ହେ ପ୍ରଭୁ ଜଗନ୍ନାଥ କି ଏ ମା ଆପଣ ଭଲରେ ରୁହନ୍ତୁ, ମୋର କିଛି ଦରକାର ନାହିଁ। ଆପଣଙ୍କ ଆନନ୍ଦରେ ମୋର ହିଁ ଆନନ୍ଦ। କିଏ ଅଛି? ଶାନ୍ତ, ଦାସ, ସଖ୍ୟ, ବାତ୍ସଲ୍ୟ, ମଧୁର। କାହିଁ ଶାନ୍ତ ଭାବ, କାହିଁ ସେ ମଧୁର ଭାବ? କିଛି ଦରକାର ନାହିଁ। ପ୍ରଭୁ ଆପଣ ଆନନ୍ଦରେ ରୁହନ୍ତୁ। ଯଦି ଆପଣ ଜଣକୁ ସବୁବେଳେ ପ୍ରେୟାର କରିବେ ଏବଂ ତାକୁ ସବୁ ଦେଖିବେ, ପ୍ରଭୁ ଆପଣ ଆନନ୍ଦରେ ରୁହନ୍ତୁ, ସେ କ'ଣ ଭାବିବେ ଆପଣଙ୍କୁ? ସ୍ଥୂଳ ଜଗତକୁ ଫେରି ଆସନ୍ତୁ। ଏତେ ଖୁସି ହେଇଛୁ, ତୁ କ'ଣ ଚାହୁଁ କହ, ତୋର କ'ଣ ଦରକାର? ଯେତେବେଳେ ମଣିଷ ଭଲ ପାଇ ବସିବ, ସେ ସବୁ କିଛି ଅଜାଡ଼ି ଦେବ। ଥରେ ଚିନ୍ତା କରନ୍ତୁ, କେତେ ବଡ଼ କଥା। ଆଉ ବିଶେଷ କହିବା ନାହିଁ। ଏଇ ଦୁନିଆରେ କର୍ମ ଯୋଗ ଠାରୁ, ଜ୍ଞାନ ଯୋଗ ଠାରୁ, ଭକ୍ତି ଯୋଗ ଠାରୁ ସମସ୍ତଙ୍କଠାରୁ ଗୋଟେ ବଡ଼ କଥା ହେଉଛି ଭଲ ପାଇବା। ଲଭ୍ 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 ଇଜ୍ ଦି ପ୍ରିନ୍ସିପାଲ ଥିଙ୍ଗ। ୱିଦାଉଟ୍ ଡିଜାୟାରରେ, ୱିଦାଉଟ୍ କାମନା ବାସନାରେ, ଆତ୍ମବୋଧରେ ସମସ୍ତେ ମୋ ପ୍ରଭୁ ଭଲ ପାଅ। ସମସ୍ତେ ମୋ ପ୍ରଭୁ। ସବୁରି ଭିତରେ ନାରାୟଣ ସାଇଣ୍ଟିଫିକ। ଆପଣ ଯେମିତି ସମୀକ୍ଷା କରନ୍ତୁ, ତାଙ୍କୁ ହିଁ ଦେଖିବେ। ଦେଖନ୍ତୁ, ଏ ଫୋନ୍ ଭିତରେ ଇଲେକ୍ଟ୍ରିକ୍, ରେକର୍ଡିଂ ଭିତରେ ଇଲେକ୍ଟ୍ରିକ୍, ସେ ଲାଇଟ୍ ଭିତରେ ଇଲେକ୍ଟ୍ରିକ୍, ସବୁଠି ସେ ପାୱାର, ସବୁରି ଭିତରେ ସେଇ ପାୱାର। ୟୁ ଆର୍ ଦି ପାୱାର ଅଫ୍ ଗଡ୍। ସମସ୍ତେ ଗୋଟେ ଗୋଟେ ରୂପ ହେଇଛନ୍ତି। କାହିଁକି ହେଇଛନ୍ତି? ହ୍ୱାଇ? ଲୀଳା କରିବା ପାଇଁ। ସୂକ୍ଷ୍ମରେ ଗଲେ, କାରଣରେ ଗଲେ ଦେଖିବେ ଗୋଟିଏ। ତେଣୁ ସାଧନା କରି
मन प्राण को जदि आज्ञा और सहस्रार आप स्थित करेंगे से सिक्रेट टेक्निक अच्छी ताही तत्वगुरु जानते जदि से मन प्राण को आप रखिदेवे ताहले आपण भितर ये भावटा ही आसब निश्चिंत आसब आपण भितर अहंकार पलैब मु मोर भाव चलीजो मु से आत्मा समस्ते से आत्मा कंचा मुहरु आपण पाचिला मुहु पलैबे असत मुहरु सत मुहु पलैबे नकली मुहरु असली मुहु आपण पलैबे समस्ते से तापर टेक्निक अच्छे तत्वगुरु कहबे कि आत्मा किभली परमात्मा सहित मिलन हो पारिबो बहुत बड़ कथा आपण मानकर भाग्य थिले सेति गुरु विश्वास गुरु श्रद्धा गुरु भक्ति थिले से परमात्मा परम ब्रह्म आपन को निश्चिंत चढ़ेबे संध्यार अवकाश नहीं ये कथा है पात्र हुआ समर्पण कर आग भल पाओ समर्पण कर बास गुरुदेव जो उपदेश देले ताको अक्षर अक्षरे संदेह संशय रखी पालन कर सर्व उपासनार मुक्ति हो जाओ गोटे उपासना कर गोटे व्रत कर गोटे गुरु स्थान एक लक्ष्य एक उद्देश्य एक यात्रा एक गोटे जगह कूह खोल निश्चिंत पानी पड़ो जी 100 जगह कूह खोलुची खोल किसी कह आम केते जन्म 100 जगह कहीं कूह न खोली थबा किए कह आम कौन आम जन्म को जाचे केवे परमात्मा परम ब्रह्म ठारू आम वियोग होइचे से कथा कौन आम कहीपर केवे मिलन हवा यही जन्म हवा जदि ये जन्म आम न हवा आगामी जन्म कौन आम देखिपारे देखिपर से ज्ञान साधना कौन आमर अच्छी तेणु समस्त को गोटे ग्रेट अचिवमेंट्स भल लगे भगवत प्राप्तिटा हूँ रियल और ग्रेट अचिवमेंट्स साधना करंतु गुरुगत प्राण हूँ गुरु मुख हूँ आउ गोटे कथा बोलतु ध्यान मूलम गुरुर मूर्ति पूजा मूलम गुरुर पद मंत्र मूलम गुरुर वाक्य मुख्य मूलम गुरु कृपा आर्थिक कहवा आत्मज्ञान उदय हेले केमती ध्यान मूलम गुरुर मूर्ति हो पार आउ गोटे श्लोक मन रखिए तुमेव माताश्च पिता तुमेव बंधुश्च सखा तुमेव विद्या द्रविणं तुमेव सर्वं मम देव देव केते बड़ कथा तुमेव माताश्च पिता तुमेव क्या कहुँ गुरु को कहुँ कौन ये श्लोक शिखे ना बोलेबे तुमेव विद्या द्रविणं तुम जन ब्रह्मचारी पचारे द्रविणं अर्थ कौन द्रविणं अर्थ तुमेव धन तुम्हें मोर माता तुम्हें मोर पिता तुम्हें मोर बंधु तुम्हें मोर सखा तुम्हें मोर विद्या तुम्हें मोर द्रविण श्री गुरुदेव तुमको प्रणाम करे सुंदर भजन टी शारदा बोलिलेन टिके टिके अभ्यास है गुरु कृपार निश्चिंत भविष्य भल बोली पारे गुरुदेव कृपा आशीर्वाद करेंगे निश्चिंत हो पारे मॉर्निंग सूर्य तुलसी द्वैपत्र बासे जी हम जना पड़ समस्ते चाहिए हो पारे कि चाहे तो कि न चाहे किए कौन गुरु को मुंडे बसाते कि समस्ते गुरु को फोपाड़ी दिखती जी मुंडे बसई से केवल मान जी मुंडे न बसई से फोपाड़ी दब कहीं बसाती गुरु को मुंडे गुरु को पाद पद्म कथा नेक्स्ट कहवा गुरु को पाद कौन शरण पश मोर पादे रही जाइए पादटा किमिति स्थूल कौटी सूक्ष्म कौटी कारण कौटी से विषय कहवा शेष क्रियायोग परंपरार समस्त गुरु मान को प्रणाम करुच्ची विश्वर प्रत्येक संप्रदायर गुरु मान को मु प्रणाम करुच्ची उपस्थित भगवत स्वरूपगढ़ सबुरी भितर जगन्नाथ को उपलब्धि करी मु प्रणाम करुच्ची सर्वे भवन्तु सुखिनः सर्वे सन्तु निरामया सर्वे भद्राणी बसन्तु माँ कश्चित् दुःखभाग् भवेत्। जय गुरुदेव जय जगन्नाथ हरि ओम तत्सत्।